Hello students, good evening to all. Voice clear ଅଛି? Good Yes, evening. ma'am. Yes, Yes, ma'am. good Good evening. evening, ma'am. Good evening, ma'am. Good evening. Good Good evening evening, ma'am. ସମସ୍ତଙ୍କୁ। ସମସ୍ତଙ୍କ voice clear ଅଛି ଟିକେ confirm କରିବେ। ଆଜ୍ଞା Yes, ଆଜ୍ଞା yes, ମ୍ୟାଡାମ। ma'am. Yes, Yes, ma'am. ma'am. Okay, ଠିକ ଅଛି। Yes, ma'am. Previous class ରେ ଆମେ କୋଉ ଯାଏଁ ପଢିଥିଲେ କିଏ କହିପାରିବେ? କିଏ attend କରିଥିଲେ previous class? First unit complete ଥିଲା। First ଆମେ second unit ର କୋଉ ପର୍ଯ୍ୟନ୍ତ ପଢିଥିଲେ? Second unit start। Second unit start। ଆଚ୍ଛା, sorry. Second unit start ହେଇଥିଲା actually ଗୋଟେ ମାନେ ଗୋଟେ ପ୍ରୋବ୍ଲେମ ହେଇଥିଲା ମେ ବି ମ୍ୟାଡାମ या फिर ସାର୍ ଟିକେ ଗ୍ରୁପ ରେ ଦବା ପାଇଁ କି ଭୁଲି ଯାଇଥିଲେ ଲିଙ୍କ। ସେକେଣ୍ଡ ୟୁନିଟ ଷ୍ଟାର୍ଟ ହେଇଥିଲା ମୁଁ ଅଲରେଡି ଏଇ ପର୍ଯ୍ୟନ୍ତ ପଢେଇ ଦେଇଥିଲି ଏଇ ଯୋଉ ପେଜ ଆପଣ ମାନଙ୍କୁ ଦେଖା ଯାଉଛି ସ୍କ୍ରିନ ରେ। ଆଜ୍ଞା। ଆଜ୍ଞା ହଁ ମ୍ୟାଡାମ। ମୁଁ ପଢେଇ ଦେଇଥିଲି। ତ ମୁଁ ସେଥିପାଇଁ କି ବୋଧେ ଆଉ ଆପଣ ମାନଙ୍କୁ ଲିଙ୍କ ଦିଆ ହେଇନି। ଆପଣ ମାନେ କ୍ଲାସ ଦେଖି ନାହାନ୍ତି। ମୁଁ ସାର୍ ଙ୍କୁ କହିଦେଇଥିଲି ଲିଙ୍କ ଦବା ପାଇଁ ସାର୍ ଦେଇ ମ୍ୟାମ୍ ଟିକେ ପିଡିଏଫ ଟା ଟିକେ ସେଣ୍ଡ କରି ମୁଁ କ୍ଲାସ ଟା କରିନଥିଲି ତମେ ମ୍ୟାମ୍ ଏଇ ଶୁଣନ୍ତୁ ମ୍ୟାଡାମ ଏଇ ପିଡିଏଫ ଟା ଅଲରେଡି ଆପଣଙ୍କର ଗ୍ରୁପ ରେ ଦିଆ ହେଇଯାଇଛି। ପିଲାମାନଙ୍କ ପାଖରେ ଥିବ ମେ ବି ପିଲା ସମସ୍ତଙ୍କ ପାଖରେ ଅଛି ନା? ଆଜ୍ଞା। ମ୍ୟାଡାମ ଆମ ପାଖରେ ଶୁଣନ୍ତୁ ଯୋଉମାନେ ଶୁଣନ୍ତୁ ଯୋଉମାନଙ୍କ ପାଖରେ ନାହିଁ ସେମାନେ ଟିକେ ସାର୍ କି ମ୍ୟାଡାମ କୁ କଣ୍ଟାକ୍ଟ କରନ୍ତୁ ଆପଣଙ୍କ ଇନଷ୍ଟିଟ୍ୟୁସନ ର। ଠିକ ଅଛି ଆଜ୍ଞା। ସେମାନେ ଆପଣଙ୍କୁ ଏଇ ନୋଟସ ଟା ଦେଇଦେବେ ଏଇଟା ତ ମୁଁ ଦେଇପାରିବିନି ମୁଁ ତ ଆପଣ ମାନଙ୍କ ଗ୍ରୁପ ରେ ହିଁ ନାହିଁ ଠିକ ଅଛି ତ ଏଇଟା ତ ମୁଁ ଦେଇପାରିବିନି। ମ୍ୟାଡାମ ପ୍ରାୟ ଆମକୁ ପିଲାଙ୍କର ୟୁନିଟ ୱାନ ଅଛି। ବି ତ ଦିଆ ହେଇନି ନା। ନା ଏଇଟା ଗୋଟେ ହିଁ ପିଡିଏଫ ମାନେ ଆପଣ ଯୋଉଟା ଦେଖୁଛନ୍ତି ସେଇଟା ଗୋଟେ ହିଁ ପିଡିଏଫ ପୁରା ଫିଲୋସଫି ବୁକ୍ ର ହିଁ ହ୍ୟାଣ୍ଡ ରିଟେନ ନୋଟ ଟା। ଠିକ ଅଛି ଏଇଟା ଆପଣ ମାନଙ୍କୁ ଆପଣ ମାନେ ଆପଣଙ୍କ ସାର୍ କି ମ୍ୟାଡାମ କୁ କଣ୍ଟାକ୍ଟ କରିବେ ସେମାନେ ଆପଣଙ୍କୁ ଦେଇଦେବେ। ଆଜ୍ଞା। ଆଜ୍ଞା ଠିକ ମ୍ୟାମ୍। ଅଛି କହିବେ କି କ୍ଲାସ ରେ ମ୍ୟାମ ଯୋଉ ପିଡିଏଫ ର ପଢଉଛନ୍ତି ସେ ପିଡିଏଫ ଟା ଆମକୁ ଦିଅନ୍ତୁ। ହଁ କେତେଟା କ୍ଲାସ ହେଲାଣି? ଏଇଟା ହଉଛି କ୍ଲାସ ପାଞ୍ଚଟା। 4 ଚାରିଟା କ୍ଲାସ ହେଇଯାଇଛି। ମାନେ ଏଇଟା ମିଶେଇକି ଆପଣଙ୍କ ଚାରିଟା କ୍ଲାସ ଅଲରେଡି। ଗୋଟେ କ୍ଲାସ କରିଥିଲି ସଙ୍ଗୀତ ସାର୍ କରିଥିଲେ ଆମର। ମ୍ୟାମ୍ ଜଣେ ଆମେ କୁହନ୍ତୁ ଗୋଟେ କରିଛୁ। କୁହନ୍ତୁ ଆଉଥରେ କୁହନ୍ତୁ। ମ୍ୟାମ୍ ମ୍ୟାମ୍ ଗୋଟେ ବହୁତ ଦିନ କ୍ଲାସ ହିଁ ହସ୍ପିଟାଲରେ କରିଛୁ। ମ୍ୟାମ୍ ବହୁତ ଦିନ ଫାଷ୍ଟ ସେ କ୍ଲାସ ଗୁଡାକ ମାନେ ଜଏନ ହେଇ ହେଲାନି ଫାଷ୍ଟ କ୍ଲାସ ଗୁଡାକ ତାପରେ ଏମିତି ବହୁତ ଥର ହେଲା ମାନେ କ୍ଲାସ ହିଁ ଜଏନ ହେଇ ପାରିଲାନି ମାନେ ସେ ଗ୍ରୁପରେ କଣ କ୍ଲାସ ଗୋଟେ ଜଏନ ପ୍ରୋବ୍ଲେମ ହେଲା ହେଇପାରିଲାନି। ହଁ ନାଇଁ ସେତିକି ଏଇଟା ଲିମିଟେଡ ଥିଲା ତ actually ମାନେ ଆପଣଙ୍କର ଏଇଟା କାଇଣ୍ଡଲି ଯିଏ ବି କହୁଛନ୍ତି ମ୍ୟାମ ମ୍ୟାମ୍ କିମ୍ବା ଆମ ସାର୍ ଗ୍ରୁପରେ ଜଣେ କେବଳ କୁହନ୍ତୁ। ହଁ ମ୍ୟାମ୍ କିନ୍ତୁ ଆମର ହଁ ଯୋଉ ଭଏସ ଗ୍ରୁପ କ୍ଲିୟର ଅଛି ସେ ହଉନି ଗ୍ରୁପରେ ଆପଣଙ୍କ କେବଳ ଗ୍ରୁପରେ ହଁ ଆମ ଗ୍ରୁପ ରେ କେବଳ ଫାଷ୍ଟ କ୍ଲାସ ର ଲିଙ୍କ ଟା ହିଁ ଛଡା ହେଇଥିଲା। ତାପରେ ଏଇ ଯୋଉ ସେକେଣ୍ଡ ଲିଙ୍କ ଟା ଛଡା ହେଲା ସୋସିଆଲ ସାଇନ୍ସ ର ତାର 2 ନମ୍ବର ଆଉ 3 ନମ୍ବର କ୍ଲାସ କୁ ସ୍କିପ୍ କରିକି 4 ନମ୍ବର କ୍ଲାସ ର ଲିଙ୍କ ଟା ଛଡା ହେଇଛି। ମ୍ୟାମ୍ ଆମର ଫାଷ୍ଟ ସେ ଫିଲୋସଫିକାଲ ଫାଉଣ୍ଡେସନ ର ସଞ୍ଜୀବ ସାର୍ ହିଁ ଗୋଟେ କ୍ଲାସ କରିଥିଲେ। ଆଉ ଆମର ଲିଙ୍କ ଆସିନି ଫିଲୋସଫିକାଲ ଫାଉଣ୍ଡେସନ କ୍ଲାସ ପାଇଁ। ଆମର ତ ମ୍ୟାଡାମ ଆକ୍ଚୁଆଲି ଫାଷ୍ଟ ମ୍ୟାଡାମ ମୁଁ ୱିକ ର ତ ସେ ଖାଲି ସବୁ ବିଷୟରେ ମିନିଙ୍ଗ ଜାଣିନି। ନେଚର ଆଣ୍ଡ ସ୍କୋପ ଏତିକି ପଢା ହେଇଥିଲା ଆଉ ତ କିଛି ପଢା ହେଇନି। ନା ସେତିକି ଆଚ୍ଛା ପଢା କିଏ ହେଇଥିଲା। ପଢେଇଥିଲେ? ସଞ୍ଜୟ ସାର୍ ପଢେଇଥିଲେ ଲାଷ୍ଟ କ୍ଲାସ ଆଉ ତ କେହି ପଢେଇ ନାହାନ୍ତି କ୍ଲାସ ହିଁ କରିନାହାନ୍ତି ଆମର। କୋଉ ସାର୍ ଟୋଟାଲ କୋଉ କ୍ଲାସ ସାର୍? ବି ହେଇନି। ସଞ୍ଜୀବ ସାର୍। କେବଳ ତାରି ନେଇଥିଲେ ସତ୍ୟ ସାର୍ କେବଳ ନେଇଥିଲେ ତା ପରଠୁ ତ ଆଉ କେହି ଗୋଟେ ନେଇ କ୍ଲାସ କେବଳ ବି ହେଇଥିଲେ ନାହାନ୍ତି। ତାପରେ ଆଉ କ୍ଲାସ ହେଇନି ଆମର। ଆଜ୍ଞା ମ୍ୟାମ୍ ଆମର ଗୋଟିଏ ହିଁ କ୍ଲାସ ହେଇଛି ଯୋଉଥିରେ କନସେପ୍ଟ ଆଣ୍ଡ ସ୍କୋପ ଅଫ ଫିଲୋସଫି ପଢା ହେଇଛି ଆଉ ତା ବ୍ୟତୀତ ଆମର କ୍ଲାସ ହିଁ ହେଇନି ଏଇଟା ଆମର ଫିଲୋସଫିକାଲ ଫାଉଣ୍ଡେସନ ର ଏଇଟା ସେକେଣ୍ଡ କ୍ଲାସ। ୟେସ୍ ମ୍ୟାମ୍ ଏଇଟା ସେକେଣ୍ଡ କ୍ଲାସ। ଆଚ୍ଛା ଶୁଭଶ୍ରୀ ମ୍ୟାଡାମ ସେକେଣ୍ଡ ଶୁଭଶ୍ରୀ କ୍ଲାସ। ପ୍ରଧାନ ମ୍ୟାଡାମ ଆଜ୍ଞା ପ୍ଲିଜ ମ୍ୟୁଟ କରନ୍ତୁ ଟିକେ ସମସ୍ତେ ଶୁଭଶ୍ରୀ ମ୍ୟାଡାମ ଟିକେ ଅନମ୍ୟୁଟ କରନ୍ତୁ।
ଆଜ୍ଞା ହଁ କୁହନ୍ତୁ ଆପଣଙ୍କର ଗୋଟେ କ୍ଲାସ ହିଁ ହେଇଥିଲା, କିଏ ନେଇଥିଲେ? ସତ୍ୟ ସାର୍ ହିଁ ନେଇଥିଲେ। ସତ୍ୟ ସାର୍ ନେଇଥିଲେ। ଆଜ୍ଞା ଆଚ୍ଛା ତାପରେ ଆଉ ଆପଣଙ୍କର ହେଇନି? ନାଇଁ ଆଉ ଆମର କ୍ଲାସ ହେଇନି, ଗୋଟେ ହିଁ କ୍ଲାସ ହେଇଛି। ଆଚ୍ଛା କିନ୍ତୁ ଏଇଟା ତ ଆପଣ ମାନେ ଦେଖିଥିବେ ଏଇ ଲିଙ୍କରେ କ୍ଲାସ ନମ୍ବର 4 ଲେଖା ହେଇଛି। ମୁଁ ତ ଅଲରେଡି 4ଟା କ୍ଲାସ ନେଇଛି, କିନ୍ତୁ ଆପଣଙ୍କ ଗ୍ରୁପ ରେ ମାନେ ଦିଆ ହେଇନି। ଆପଣ ଟିକେ ଆପଣଙ୍କ ସାର୍ ଆଉ ମ୍ୟାଡାମକୁ ଟିକେ କଣ୍ଟାକ୍ଟ କରିଦିଅନ୍ତୁ କାଲି, କନଫର୍ମ ହେଇଯିବେ। ମତେ ତ ଜଣା ନାହିଁ, ମୁଁ ଆକ୍ଚୁଆଲି ଗ୍ରୁପ ରେ ହିଁ ନାହିଁ। ଠିକ ଅଛି, ମତେ କୁହା ହେଇଛି ବାସ୍ କ୍ଲାସ କରିବା ପାଇଁ, ମୁଁ କ୍ଲାସ କରୁଛି। ମୁଁ ଷ୍ଟାର୍ଟିଂ ରୁ ପଢେଇଛି, ଯୋଉ ମିନିଂ ସ୍କୋପ ଆଉ ନେଚର ଆପଣ କହୁଛନ୍ତି ସେଇଟା ମୁଁ ଗୋଟେ ପିପିଟି ବନେଇକି ପିଲାଙ୍କୁ ପଢେଇଥିଲି। ଠିକ ଅଛି, ତାପରେ ଆଜ୍ଞା ଆଉ ମଝିରେ 2ଟା କ୍ଲାସ ଏଇ ନୋଟ୍ସ ରୁ ହିଁ, ଗୋଟେ ସେକେଣ୍ଡ କ୍ଲାସ ଟା ସ୍ମାର୍ଟ ବୋର୍ଡ ରେ କ୍ଲାସ ନେଇଥିଲି, ଥାର୍ଡ କ୍ଲାସ ଟା ଏଇ ମାନେ ଏଇ ପିପିଟି ରୁ ସରି ପିଡିଏଫ ରୁ ହିଁ ପଢେଇଥିଲି। ଆଜ୍ଞା ଦେନ୍ ଆଜିର କ୍ଲାସ ବି ମାନେ ମୁଁ ଏଇଠୁ ହିଁ ପଢଉଛି। ପ୍ରିଭିୟସ କ୍ଲାସ ରେ ଟିକେ ପ୍ରୋବ୍ଲେମ ହେଇଥିଲା, ବାଇ ମିଷ୍ଟେକଲି ଆପଣମାନଙ୍କ ଗ୍ରୁପରେ ସେ କ୍ଲାସର ଲିଙ୍କ ଟା ଦିଆ ହେଇ ନଥିଲା। ଆକ୍ଚୁଆଲି ସେଟା ମିଷ୍ଟେକ୍ ହେଇଥିଲା, ସଡନ ଆରେଞ୍ଜ ହେଇଥିଲା। ଯେହେତୁ ଆଜ୍ଞା ଆପଣଙ୍କର ଗୋଟେ କ୍ଲାସ ଆରେଞ୍ଜ ହେଇଥିଲା, ସେଟା ରିପ୍ଲେସ କରାହେଲା। ଶୁଣନ୍ତୁ ଟିକେ ମୁଁ କହିସାରେ, ରିପ୍ଲେସ କରାହେଲା ଫିଲୋସଫି କ୍ଲାସକୁ। ତ ସେଇଟା ଟିକେ ବାଇ ମିଷ୍ଟେକଲି ଆପଣଙ୍କ ଗ୍ରୁପରେ ଦିଆ ହେଇନଥିଲା। କିନ୍ତୁ ପ୍ରିଭିୟସ କ୍ଲାସ 2ଟା ମୁଁ ଜାଣିନି ସତ୍ୟ ସାର୍ କିଏ ନେଇଥିଲେ, ମୁଁ ତ ଚିହ୍ନିନି ସାର୍ କିଏ ଆକ୍ଚୁଆଲି, ମୁଁ ଜାଣିନି। ତ ଯଦି ସେ ସାର୍ କିଏ କ୍ଲାସ ନେଇଥିଲେ, ଆପଣ ଟିକେ ଆପଣଙ୍କ ଇନଷ୍ଟିଟ୍ୟୁସନରେ ପଚାରି ଦିଅନ୍ତୁ କି ମ୍ୟାମ ଯୋଉ କ୍ଲାସ ନଉଛନ୍ତି ତାର ଲିଙ୍କ ଟା ଆମକୁ ଆକ୍ଚୁଆଲି କାହିଁକି ଦିଆହେଇନି। ମ୍ୟାମ୍ ସେ ମ୍ୟାମ୍ ଆଦ୍ରିତ ସତ୍ୟ ସାର୍ ଯାହାଙ୍କର ଡେଥ୍ ହେଇଗଲା ଏବେ। ଓ ମାଇ ଗଡ୍, ଆଚ୍ଛା ଆଚ୍ଛା ସତ୍ୟ ସାର୍, ଓ ସରି, ଆଚ୍ଛା ଆଚ୍ଛା, ଓହୋ ସତ୍ୟ ସାର୍ ତ ଆପଣ ମାନଙ୍କର ନେଇଥିଲେ ଫାର୍ଷ୍ଟ କ୍ଲାସ। ଆଜ୍ଞା ଆଜ୍ଞା ମ୍ୟାମ୍। ଆଜ୍ଞା ମ୍ୟାମ୍। ଆଚ୍ଛା ଆଚ୍ଛା ଆଉ ଗୋଟେ କଥା ହେଲା, ଆମ ପାଖରେ ଏ ନୋଟ୍ସ ବି ଆମକୁ ଦିଆ ହେଇନି ପର୍ଯ୍ୟନ୍ତ ହେଲାଣି ଆମ ଗ୍ରୁପରେ। ଆଜ୍ଞା କିନ୍ତୁ ମ୍ୟାମ୍ ଏଟା ତାହେଲେ ଦିଆ ହେଇନି। ତାହେଲେ ଏକ୍ସକ୍ୟୁଜ ମି ମ୍ୟାଡାମ ମୁଁ ମ୍ୟାମ୍, ତ ସେଇ କଥାଟା, ହଁ କୁହନ୍ତୁ। ମ୍ୟାମ୍ ଏଇ ନୋଟ୍ସ ଟା କିନ୍ତୁ ଗ୍ରୁପ ରେ ଆସିଛି, ସାର୍ ପଠେଇଛନ୍ତି। ମେ ବି ସାର୍ ପଠେଇ ସାରିଲା ପରେ ଏମାନଙ୍କୁ ଯଦି ଆଡ କରିଥିବେ, ତାହେଲେ ଏମାନେ ପାଇପାରିନଥିବେ, କିନ୍ତୁ ଗ୍ରୁପ ରେ ଏଇ ନୋଟ୍ସ ଟା ଅଛି। ହଁ ଏକ୍ଜାକ୍ଟଲି ସେଇ ଆଚ୍ଛା କଥା ମୁଁ ଠିକ ବି ଅଛି, ଜାଣିଛି ଯଦି କି ତମ ଗ୍ରୁପ ରେ, ପାଖରେ ଅଛି ସେଇଟା ଟିକେ ଆମକୁ ସେଣ୍ଡ କରିଦେଲେ ବେଟର ହବ। ଯିଏ ବି କହୁଛନ୍ତି ତାଙ୍କ ହଁ ପାଖରେ ଅଛି, ଟିକେ ଆମକୁ ଟିକେ ହଁ ସେଣ୍ଡ ହଁ, କରିଦେଲେ। ସେମିତି କିଛି କଥା ନାହିଁ, ଆପଣ ସେଣ୍ଡ ସେୟାର କରିଦିଅନ୍ତୁ। ସେ ଶୁଣନ୍ତୁ ଯଦି ଗ୍ରୁପ ରେ ସେୟାର କେବଳ କରିଦଉ, ନହେଲେ ନାଇଁ ହଁ ମ୍ୟାମ୍ କୁହନ୍ତୁ ସେ ଗ୍ରୁପ ରେ କେବଳ, ମ୍ୟାମ୍ ସେ ଗ୍ରୁପ ରେ ସାର୍ କେବଳ ଆଡମିନ ଅଛନ୍ତି, ତା ଛଡା ଆମେ ମାନେ କିଛି ବି ମୁଁ ମେସେଜ ସେଇଥିପାଇଁ ସେଣ୍ଡ କହୁଛି, କରିପାରିବୁନି। ମୁଁ ଭାବୁଥିଲି ଆଡମିନ ହିଁ କେବଳ ସେଣ୍ଡ କରିପାରିବେ। ପର୍ସନାଲି ସେଣ୍ଡ କରିବା କିଛି ଦରକାର ନାହିଁ। ଆପଣଙ୍କ ପାଖରେ ଯାହାର ବି ମାନେ ନାହିଁ, ନୋଟ୍ସ ଟା ନାହିଁ, ଆପଣ ମାନେ ଆପଣଙ୍କ ଇନଷ୍ଟିଚ୍ୟୁଟରେ ଆପଣ ଯୋଉଠି ଆଡମିସନ କରିଛନ୍ତି ସେଇ ସାର୍ କିମ୍ବା ମ୍ୟାଡାମ ଯିଏ ବି ଅଛନ୍ତି, ଆପଣ ତାଙ୍କୁ କଣ୍ଟାକ୍ଟ କରନ୍ତୁ କାଲି। ଠିକ ଅଛି, ତାଙ୍କୁ କହିବେ ଆଜ୍ଞା ଆମକୁ ଯୋଉ ନୋଟ୍ସ ରୁ ମ୍ୟାଡାମ ପଢଉଛନ୍ତି, ଆମକୁ ସେଇ ନୋଟ୍ସ ଟା ଗ୍ରୁପ ରେ ସେୟାର କରିଦିଅନ୍ତୁ। ଆଉ ଆଜ୍ଞା ଗୋଟେ କଥା ଆଜ୍ଞା ଏଇ କ୍ଲାସ ର ସବୁ ରେକର୍ଡିଙ୍ଗ ଆମକୁ ମିଳିଗଲେ ତ ଆମକୁ ଟିକେ ଇଜି ହେଇଯାଆନ୍ତା ଟିକେ। ରେକର୍ଡିଙ୍ଗ ମିଳିଯିବ, ବହୁତ ଜଲ୍ଦି ଆପଣ ମାନଙ୍କୁ ମିଳିଯିବ। ଆକ୍ଚୁଆଲି ଏବେ ତ ଯୋଉ ଆନ୍ଧ୍ରର ଥାର୍ଡ ସେମିଷ୍ଟାର ପିଲାଙ୍କ ଏକ୍ଜାମ ପାଇଁ କି ସାର୍ ଟିକେ ବିଜି ଥିଲେ, ତ ସାର୍ ରିଟର୍ଣ କରୁଛନ୍ତି। ସାର୍ ଆସିଲା ପରେ ସେ ସବୁର ଏଡିଟିଂ କରିକି ଆପଣ ମାନଙ୍କୁ ଦେଇଦେବେ। ଠିକ ଅଛି। ଆଜ୍ଞା ଆଜ୍ଞା ମ୍ୟାମ୍। ହଁ ଆଜ୍ଞା ମ୍ୟାଡାମ, ପ୍ରିଭିୟସ କ୍ଲାସ ଗୁଡ଼ା ସେଣ୍ଡ କରିଦେଲେ ବି ଆମର ଆଡଜଷ୍ଟ ହେଇଯିବ। ପିଡିଏଫ ଟା ଆପଣ ମାନେ ମ୍ୟାମ୍ ଗୋଟେ କଥା କହିବି? କୁହନ୍ତୁ। ଯଦି ନୋଟସ ନ ପାଉଛନ୍ତି, ମାନେ ଏଇଠୁ ସ୍କ୍ରିନସଟ ବି କରି ହଉଛି। ପର ଡେ ଯୋଉ କ୍ଲାସ ଗୁଡା ହଉଛି, 2-4 ପେଜ ଲେଖା, ଯଦି ଆଜିର କ୍ଲାସ ସ୍କ୍ରିନସଟ ଏମାନେ କଥା କେହି ରଖିଦେବେ ବି, କହୁନାହାନ୍ତି ତାହେଲେ ରେ। କିଛି ଅସୁବିଧା ହବନି। ମ୍ୟାମ୍ ଆଜିର କ୍ଲାସ କଥା କେହି କହୁନାହାନ୍ତି, ପ୍ରିଭିୟସ କ୍ଲାସ ଦିଟା ଯୋଉ ମ୍ୟାମ୍ କହୁଛନ୍ତି କି ଏଇଟା ମୁଁ 4 ଆପଣ ନମ୍ବର ମାନଙ୍କୁ କ୍ଲାସ କହିଲି, ବୋଲି, ସେଇଟା କିଛି ବି କଥା କହୁଛି। ଶୁଣନ୍ତୁ, ଦିଟା ହିଁ କଥା ମନେ ରଖନ୍ତୁ। ଗୋଟେ ହେଲା, ଆପଣ ମାନଙ୍କୁ ଲିଙ୍କ ବହୁତ ଜଲ୍ଦି ମିଳିଯିବ। ମୁଁ ଆଜି ହିଁ କଥା ହେଇଥିଲି ସାରଙ୍କ ସାଙ୍ଗରେ କି ପିଲାମାନଙ୍କୁ ରେକର୍ଡିଂ କ୍ଲାସ ର ଲିଙ୍କ ଦେଇ ଦିଅନ୍ତୁ, ପିଲାମାନେ ଦେଖିବେ। ଠିକ ଅଛି। ଯେହେତୁ ସାର୍ ଟିକେ ବିଜି ଅଛନ୍ତି, ଥାର୍ଡ ସେମିଷ୍ଟାର ପିଲାଙ୍କୁ ନେଇକି ଯାଇଥିଲେ, ଆଉ ତାଙ୍କର ଏକ୍ଜାମ ସରିଛି, ସାର୍ ରିଟର୍ଣ କରୁଛନ୍ତି। ତ ଆପଣ ମାନେ ଟିକେ ୱେଟ୍ କରନ୍ତୁ, ଟିକେ ଟାଇମ ଦିଅନ୍ତୁ, ଆପଣ ମାନଙ୍କୁ ରେକର୍ଡିଂ ମିଳିଯିବ। ସରିଲା। ଦେନ୍ ଏଇ ଠିକ ପିଡିଏଫ କଥା ଅଛି ହେଲା, ମ୍ୟାମ୍, ଆପଣ କରନ୍ତୁ ମାନେ ଆଜିର କ୍ଲାସ କାଲି, ଟା। ମ୍ୟାଡାମ ହଁ ଗୋଟେ ଆପଣ ମାନେ ମିନିଟ କାଲି, ଗୋଟେ ମିନିଟ, ଯେତିକି ପିଲା ଏଇଠି କ୍ଲାସ ରେ ଜଏନ ଅଛ, ତମେ ମାନେ ତମ ନିଜ ସାର୍ ମାନଙ୍କୁ ପଚାରିବ, ବୁଝିପାରିଲ? ହଁ ହଁ, ସେମ କଥା ହିଁ ଆରେ ମୁଁ କହୁଛି। ପ୍ରଥମେ ସବୁ ଟିକେ ମ୍ୟାଡାମ ଟିକେ ଖାଲି ୱେଟ୍ କରନ୍ତୁ। ସବୁ ପିଲାଙ୍କୁ ବାରମ୍ବାର କହୁଛି, କ୍ଲାସରେ ଡିଷ୍ଟର୍ବାନ୍ସ କଲେ ତମ ନିଜ ସାର୍ ଙ୍କୁ କହିବ। ଯୋଉ ସାର୍ ଆଉ ମ୍ୟାଡାମ ପଢେଇବେ, ଯୋଉ ପାଠଟା ପଢଉଛନ୍ତି, ସେଇ ପାଠଟା ପଢିବ। ଯାହା ଡାଉଟ ରହିଲା ସେଇଟା ପଚାରିବ। ପ୍ରିଭିୟସ କ୍ଲାସ କଣ ରହିଲା, କଣ ଅପଡେଟ ରହିବ, ତମ ନିଜ ସାର୍ ଙ୍କୁ ପଚାରିବ। ଆଉ ତମ ଯୋଉ ଗ୍ରୁପରେ ତମେ ଅଛ, ସେଇ ଗ୍ରୁପରେ ତମକୁ ଅପଡେଟ ଦିଆଯିବ। ତମର ପ୍ରିଭିୟସ କୋଉ ସାର୍ କ୍ଲାସ କଲେ, କୋଉ କ୍ଲାସ ହବ,
ତମ ସବୁ ଜିନିଷ ତମ ସାର୍ କହିବେ। ଯୋଉ ସାର୍ ଆଉ ମ୍ୟାଡାମ ତମକୁ ପଢଉଛନ୍ତି ସିଏ ତମକୁ ଏଇ ରିଗାର୍ଡିଂ କିଛି ବି ଅପଡେଟ ଦେବେ ନାହିଁ। ବୁଝିପାରିଲ? ଅନନେସେସାରୀ କ୍ୱେଶ୍ଚିନ୍ ପଚାରିକି କ୍ଲାସ ଟିକୁ ଲେଟ୍ କରନି। ଯୋଉମାନଙ୍କର କ୍ଲାସ କରିବାର ଅଛି କ୍ଲାସ କର, ନହେଲେ ନିଜ ସାର୍ଙ୍କୁ ପଚାରିବ, କ୍ଲାରିଫାଇ ହବ, ଦେନ୍ କ୍ଲାସରେ ଜଏନ୍ କରିବ। ଠିକ ଅଛି, ବର୍ତ୍ତମାନ ପାଇଁ ମ୍ୟାଡାମ କ୍ଲାସ କରିବେ, ସମସ୍ତେ କ୍ଲାସ କର। କ୍ଲାସକୁ ଜମା ବି ଡିଷ୍ଟର୍ବାନ୍ସ କରିବାକୁ ଆବଶ୍ୟକତା ନାହିଁ। ବୁଝିପାରିଲ? Yes, sir. ठीक अच्छे सर मैडम को कुहतु Yes, यूनिट sir. 1 टा पढ़ेबे फास्ट। तमे जो यूनिट 1 कहूछ तुमको आउ थे ओडिया रे कहूची, तुम निज सार को कुह जो क्लासटा हेनी तुम सार को कहब से स्पेशली तुमको क्लास दिया जीवो। बुझी पारिल? आमर जेतिकी क्लास रोची सबु क्लास रेकॉर्डिंग रोची, तुमको पछरे तार रेकॉर्ड भी प्रोवाइड करा हबो। एबे जोटा पढ़ा होची सेटा को पढ़िबो, तुमर जहाँ भी डाउट रोची तुम निज सार को पचारिबो। बुझी पारलो? एइटा पढ़ांतु सेटा पढ़ांतु एमिति तमे कहि परिबो नाही, तुम निज सार को कहि परिबो। हैला? यस सर। जो क्लास Yes, sir. सिलेबस जाईची सेमिति क्लास हबो। क्लासटा पिला को हिसाब रे होएनी। बुझिबल नहीं? पाठ पढ़ा हुए कंटिन्यू पढ़ा हुए, तमे क्लासटा पाइनो तुम सार को कहब सेई सार अरेंज करा हबो, तुम से क्लास तुमको दिया हबो। एते प्रॉब्लम कोन अछि? मैडम ए यूनिट 1 टा पढ़ांतु कि मैडम कोन को यूनिट 1 पढ़ेबे आ जो 200 पिले जो यूनिट ऑलरेडी पढ़ी जाचंदी तुम पे सर जो चाउ के मैंने पढ़िबे पढ़ी कि? ना जो अरे मैंने जो पढ़ी माने ना पढ़ी ना तुमको ओडिया रे कहूची निज कि? एजेंट को कहब। तुमको ओडिया रे कहली ना बंगाली रे कहली मु? तुम सार को हो कहब ठीक जो अछि ठीक जो अछि 25 टा पिला जो 30 टा पिला जो 40 टा पिला क्लास करि नाहंती ताको पई पुनी होते क्लास करा हबो। एते प्रॉब्लम कोन अछि? मु तुम तो परे ए जो किछि समय पूर्वरु एई कथरी तो कहली ना। आ जो माने क्लास करना या माने कोन? तमे बुझुते ना बुझियो चेष्टा करछु ना, तमे चेष्टा करू न मु जहा कहूची। हो ठीक अछि मैम क्लास जो कंटिन्यू मानकर कर। क्लास करबे इंटरेस्ट क्लास करंतु, क्लास डिस्टर्बेंस करंतुनी, निज निज सार को पचारंतु, देन क्लास जॉइन करिवे। ठीक अछि मैडम, आपण क्लास करंतु। आज्ञा सर। आज्ञा सर। Yes. टिके काइंडली स्क्रीन रे के टिके गारांतुनी, बहुत और देखा जाउची, टिके के गारांतुनी, जदि के भी गारै छथि सेटा टिके इरेज करंतु। सबु क्लास रे सेम जिंस ही कहूची, टिके गारांतुनी स्क्रीन रे। कोन हेले पुनी के गारैले? सिप्रा सोनाली, तुमको जो मैडम कहउछन सुना जाउनी कि? समस्ते बोधे मते लागुची टीचर हेबा को आसी नांती, एटे विशृंखलित हेबा को आछन। जेतबे आपण निजे गोटे क्लास पढेबे, आपनको पिला तो एमि डिस्टर्बेंस करिवो, आपनको ठीक लागिवो। आपण या संस्कार शिष्टाचार पाइछन, आपण घरु भी पाइछन। ठीक तो? जणे आपनको कहउछ आपण गोटे बीडी कोर्स करछन, टीचर आगु भविष्य आपण टीचर हेबे। तो शृंखलित हेबा आपण सिखि नांती। मैडम क्लास कंटिन्यू करंतु। आज्ञा सर। समस्ते म्यूट रखिबे। ठीक अछि, आज क्लास देखिबा स्टार्ट करिबा। Again I repeat, kindly केही भी गारंतु नहीं। देखंतु आज क्लास स्टार्ट करिबा। जिदु कृष्णमूर्ति, ठीक अछि, तांका विषय आज पढ़िबा। इंट्रोडक्शन देखंतु कोन लिखा हिची। जिदु कृष्णमूर्ति was born on 11 May 1893। 1893 रे 11 तारिख मे 11 तारिख 1893 रे से जन्म ग्रहण करथिले एट मदनपल्ली ऑफ आंध्र प्रदेश। ठीक अछि, मदनपल्ली आंध्र प्रदेश रो मदनपल्ली रे से जन्म ग्रहण करथिले। आनी बेसेंट अडॉप्टेड हिम। ठीक अछि, आनी बेसेंट ताको अडॉप्ट करथिले। जिदु कृष्णमूर्ति को आनी बेसेंट अडॉप्ट करथिले। ठीक अछि, आनी बेसेंट को विषय रे मु टिके कहूची। सी जने होम रूल मूवमेंट सी कोन करथिले, जने होम रूल मूवमेंट सेटा को से ऑर्गेनाइज करथिले
ଆଉ ବନାରସ ହିନ୍ଦୁ ୟୁନିଭର୍ସିଟି ଯୋଉଟା ଅଛି ତାର ମଧ୍ୟ ଫାଉଣ୍ଡର ଥିଲେ ଆନି ବେସାନ୍ତ। ଠିକ ଅଛି। ଆଉ ସିଏ କଣ ଥିଲେ ଫାଷ୍ଟ ଫିମେଲ ପ୍ରେସିଡେଣ୍ଟ ମଧ୍ୟ ଥିଲେ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ର, ଯୋଉଟା କି 1917 ରେ ହେଇଥିଲା। ଠିକ ଅଛି। ଦେନ୍ କଣ ହେଲା, ସି ରେକଗ୍ନାଇଜ ଦ ସ୍ପେସିଆଲ ଟ୍ୟାଲେଣ୍ଟସ୍ ଇନ୍ ହିମ୍। ସେ କିଛିଟା ସ୍ପେସିଆଲ ଟ୍ୟାଲେଣ୍ଟ ଯଦୁକୃଷ୍ଣ ମୃତ୍ତିଙ୍କ ଠାରେ ରେକଗ୍ନାଇଜ କରିଥିଲେ and thought that definitely he would be contributing a lot to the society। ସେ ବହୁତ କିଛି ସୋସାଇଟି କୁ କଣ୍ଟ୍ରିବ୍ୟୁଟ କରିଥିଲେ। ଦେନ୍ ଦେଖନ୍ତୁ ଫିଲୋସଫି ଅଫ ଲାଇଫ, ମାନେ ସେ କଣ କହିଥିଲେ, ତାଙ୍କ ମତରେ ଫିଲୋସଫି ଅଫ ଲାଇଫ ର ମିନିଂ କଣ? ଯଦୁକୃଷ୍ଣ ମୃତ୍ତି thought that there are various, म्यूट रखନ୍ତୁ ଟିକେ ସମସ୍ତେ, ସୌମ୍ୟ म्यूट ରଖନ୍ତୁ, ଆଉ ଜଣେ ଅନମ୍यूट କରିଛନ୍ତି ସେ ବି म्यूट ରଖନ୍ତୁ। ଯଦୁକୃଷ୍ଣ ମୂର୍ତ୍ତି thought that there are various miseries in the society like poverty, hatredness, narrow-mindedness, violence, jealousy, crime, etc. and these should be eliminated। ତାଙ୍କ ମତରେ କଣ, ଯୋଉ ସବୁ ମିସେରେଜ ରହିଛି, ମିସେରେଜ ମାନେ କଣ, ଯୋଉ ସବୁ ଡିଷ୍ଟ୍ରେସ ହେଲା, ଡିସକମ୍ଫର୍ଟ ହେଲା, ଯୋଉ ସବୁ ଜିନିଷ ମାନେ ଡିସଲାଇକ ହେଲା, ସେଇ ସବୁ ଜିନିଷ ଲାଇକ ପ୍ରଭର୍ଟି, ହାଟ୍ରେଡନେସ ମାନେ କଣ, ଗୋଟେ ଇଣ୍ଟେନ୍ସ ଫିଲିଂ ଅଫ ଡିସଲାଇକ। ହାଟ୍ରେଡ ମିନ୍ସ ମାନେ ହାଟ୍ରେଡନେସ ମାନେ ହେଲା ସେଇଆ ଗୋଟେ ନେଗେଟିଭ ଇମୋସନ, ତା ମାନେ ହଉଛି ହାଟ୍ରେଡନେସ। ନ୍ୟାରୋ ମାଇଣ୍ଡନେସ ଯୋଉମାନଙ୍କର ସଂକୁଚିତ ମନୋଭାବ ରହୁଛି, ଭାୟୋଲେନ୍ସ, ଜେଲସିନେସ, କ୍ରାଇମ ଏକ୍ସେଟ୍ରା, ଏଇ ସବୁ ଗୁଡାକ ଏଲିମିନେଟ ହବା ଦରକାର ସୋସାଇଟିରୁ। ଦେଖନ୍ତୁ ଫାର୍ଷ୍ଟ ପଏଣ୍ଟ କଣ ଲେଖା ହେଇଛି, ନଲେଜ ଇଜ ନଥିଙ୍ଗ ବଟ୍ ରିଅଲାଇଜେସନ ଅଫ ୱାନ୍ସ ଓନ୍ ସେଲ୍ଫ। ମାନେ ନଲେଜ ଟା କିଛି ନୁହେଁ, ଆମେ ଯେତେବେଳେ କିଛି ଗୋଟେ ଜିନିଷକୁ ରିଅଲାଇଜ କରୁଛେ, ଆମେ ନିଜ ଭିତରେ ହିଁ ରିଅଲାଇଜ କରିବା। ନଲେଜ କ୍ୟାନ୍ ବି ଆଟେଣ୍ଡ ବାय ୱାନ୍ସ ଓନ୍ ଏଫର୍ଟ। ନଲେଜ ଟା କେତେବେଳେ ଆମେ ଆଟେଣ୍ଡ କରିପାରିବା, ଆମେ କେତେବେଳେ ଗେନ୍ କରିପାରିବା, ଯେତେବେଳେ ଆମେ ନିଜେ ଚାହିଁବା। ମୁଁ ଏବେ ଆପଣମାନଙ୍କୁ ପଢଉଛି, ଆପଣମାନେ ଯଦି ନିଜେ ଚାହିଁବେ ବୁଝିବା ପାଇଁ ତାହେଲେ ବୁଝିପାରିବେ। ଆପଣ ଯଦି ଅନମାଇଣ୍ଡଫୁଲ ରହିବେ, ଆଉ କିଛି କଥା ଆପଣମାନଙ୍କ ମାଇଣ୍ଡରେ ଚାଲିଥିବ, ମୁଁ କଣ ପଢଉଛି ଶୁଣୁନଥିବେ, ତାହେଲେ ଆପଣ ମାନେ ବାରମ୍ବାର ପଚାରିବେ ମ୍ୟାଡାମ କଣ କହିଲେ ମୁଁ ଜାଣିପାରିଲିନି। ହଁ, ନ ବୁଝିପାରିବା ଇଜ ଡିଫରେଣ୍ଟ ମ୍ୟାଟର। ଠିକ ଅଛି। ଯଦି ଆପଣ ମାନେ ନିଜେ ବୁଝିବା ପାଇଁ ଚାହିଁବେ ଜିନିଷଟା, ଦେନ୍ ଆପଣ ମାନେ ବୁଝିପାରିବେ ଆଉ ସେଇ ଜ୍ଞାନଟା ଆହରଣ କରିପାରିବେ। ଦେନ୍ କଣ କହିଲା, ଏଜୁକେସନାଲ ଫିଲୋସଫି କଣ, ଦିଟା ପଏଣ୍ଟ ରହିଲା। ଏଜୁକେସନ ୱିଥ ଦ ଟିଚର, ଏଜୁକେସନ ୱିଥ ସେଲ୍ଫ ଏଫର୍ଟ। ଆମେ ଏଜୁକେସନ ୱିଥ ଦ ଟିଚର ମାନେ କଣ, ଆପଣ ମାନେ ମୋ ଦ୍ୱାରା ଟିଚର ମାନେ ଟିଚିଂ ଲର୍ଣ୍ଣିଂ ପ୍ରୋସେସ ଟାକୁ ଆକ୍ୱାର କରୁଛନ୍ତି, ଆପଣ ୱିଥ ଦ ଟିଚର ଏଜୁକେସନ ଟାକୁ ଆକ୍ୱାର କରୁଛନ୍ତି। ଦେନ୍ କହିଲା ଏଜୁକେସନ ୱିଥ ସେଲ୍ଫ ଏଫର୍ଟ, ଆପଣ ମାନେ ସେଲ୍ଫ ଏଫର୍ଟ ଦେଇକି, ନିଜର କିଛି ଏଫର୍ଟ ଦେଇକି ଜିନିଷଟା ବୁଝୁଛନ୍ତି କିମ୍ବା ପଢୁଛନ୍ତି, ସେଇଟା ହେଲା ଏଜୁକେସନ ୱିଥ ସେଲ୍ଫ ଏଫର୍ଟ। ଦେନ୍ ଆସିଲା କଣ, ଏଜୁକେସନାଲ ଏମ୍ କଣ, ଟୁ ଡେଭଲପ ଇନ ଦ ଚାଇଲ୍ଡ ଦ ମେଣ୍ଟାଲ capacity to face the innumerable problems of life in a comprehensive manner। ଯଦି କେହି କିଛି କହୁନାହାନ୍ତି କାଇଣ୍ଡଲି म्यूट ରଖନ୍ତୁ, ଡିଷ୍ଟରବାନ୍ସ କରନ୍ତୁ ନାହିଁ, म्यूट ରଖନ୍ତୁ। ମୁଁ ବାରମ୍ବାର କହୁଛି ଟିକେ କ୍ଲାସରେ ଡିଷ୍ଟରବାନ୍ସ କରନ୍ତୁ ନାହିଁ। ଅଲରେଡି ଦେହ ଖରାପ ଅଛି, କିନ୍ତୁ ଆପଣମାନଙ୍କ କ୍ଲାସ ମିସ୍ ନ ହଉ ବୋଲି ମୁଁ କ୍ଲାସ ନଉଛି। ଠିକ ଅଛି, କାଇଣ୍ଡଲି ଟିକେ ସପୋର୍ଟ କରନ୍ତୁ ଆଉ ପଢନ୍ତୁ ଯାହା ପଢା ହଉଛି, ଟିକେ କୋଅପରେଟ କରନ୍ତୁ। ଠିକ ଅଛି। ଆଜ୍ଞା ମ୍ୟାମ୍। ଦେଖନ୍ତୁ କଣ କହିଲା, ଏଜୁକେସନାଲ ଏମ୍ କଣ, ଟୁ ଡେଭଲପ ଇନ ଦ ଚାଇଲ୍ଡ ଦ ମେଣ୍ଟାଲ capacities to face the innumerable problems of life in a comprehensive manner। innumerable meaning ମାନେ କଣ, ମାନେ ତାର innumerable problem ମାନେ କଣ, ଅନକାଉଣ୍ଟେବଲ, ଯୋଉଟା ଅଗଣିତ ପ୍ରୋବ୍ଲେମ, ବହୁତ ସାରା ପ୍ରୋବ୍ଲେମ ଅଛି ଆମ ଲାଇଫରେ। ଗୋଟେ କମ୍ପ୍ରେହେନ୍ସିଭ ମ୍ୟାନର ମାନେ କଣ, ଇନ ଅଲ୍ ଇନକ୍ଲୁସିଭ ୱେ, ଯୋଉଟା ଆମେ କହିପାରିବା ଇନକ୍ଲୁସିଭ ଏଜୁକେସନ ଆପଣ ଜାଣିଛନ୍ତି, ତା ମାନେ ହେଲା କଣ, ସାମଗ୍ରିକ ମାନେ ଯୋଉ ସାମୂହିକ ପ୍ରୋବ୍ଲେମ, ଯୋଉଟା କମ୍ପ୍ରେହେନ୍ସିଭ ମ୍ୟାନରରେ ଆମ ଲାଇଫରେ ବହୁତ ସାରା ପ୍ରୋବ୍ଲେମ ଅଛି, ତ ସେଥିପାଇଁ ଗୋଟେ ଚାଇଲ୍ଡର ମେଣ୍ଟାଲ କାପାସିଟି ସେତିକି ଡେଭଲପ ହବା ଦରକାର, ସିଏ ସେ ପ୍ରୋବ୍ଲେମକୁ ଫେସ୍ କରିବା ପାଇଁ। କ୍ଲିୟର ସମସ୍ତେ, ଏଜୁକେସନାଲ ଏମ୍ କଣ ରହିଲା ଯଦୁକୃଷ୍ଣ ମୂର୍ତ୍ତିଙ୍କର? Yes, ma'am। ହଁ,
Curriculum देखिबा, we should fight against the blind belief in the society. आमे निहाती भाबरे जो ब्लाइंड बिलीफ अछि हमर सोसाइटी रे माने जो अंधविश्वास अछि आमे ता अगेंस्ट रे फाइट करबा दरकार ताकि से अंधविश्वास द्वारा जहाँ के माने जणे के माने केते बेले प्रॉब्लम रे न फसो किछरा अंधविश्वास पई बहुत सारा प्रॉब्लम होय सोसाइटी रे आमे ता अगेंस्ट रे फाइट करबा दरकार जिदु कृष्णमूर्ति तांको थ्योरी तांको फिलोसॉफी रे कहिसंती देन कोन कहिले जिदु कृष्णमूर्ति aspire to prepare the future citizens appropriately to establish a new society ता माने कोन तांकर गोटे एस्पेक्ट मीनिंग एठी होप ठीक अछि एस्पेक्ट माने तांकर गोटे होप अछि तांकर गोटे एम्बिशन अछि माने गोटे इच्छा अछि से कोन करिवे से कोन करिवे प्रिपेयर द फ्यूचर सिटीजन माने फ्यूचर सिटीजन माने को सही अनुसार प्रिपेयर करिवे एप्रोप्रिएटली एस्टैब्लिश द न्यू सोसाइटी गोटे न्यू सोसाइटी मेंटेन करबा पई से सही हिसाब रे फ्यूचर रो माने पीपल मानन को से मोटिवेट करेबे किबा सही हिसाब रे से मानन को एनकरेज करेबे आमे किछि माने ब्लाइंड बिलीफ जहा भी अछि ताको ता अगेंस्ट रे फाइट करबा गोटे न्यू सोसाइटी गढिबा से डिसिप्लिन ऊपर कहिसंती डिसिप्लिन कथा से कोन कहिसंती फ्रीडम डज नॉट मीन टू एक्ट अकॉर्डिंग टू वन्स ओन whims एंड फैंसीज माने कोन फ्रीडम टा माने फ्रीडम रो माने एया नुहे कि जणे जदि चाहिबो चेंज ऑफ माने whims माने होची गोटे चेंज ऑफ माइंड हैला किंबा गोटे सडन डिजायर हैला तार माने होची whims चेंज ऑफ माइंड माने जदि जणे चाहिबो तार चिंताधारा को परिवर्तन करबा पई सेटा हबो नाही जदि समस्ते मिसिके चाहिबे ताहले सेटा हेई परिबो फैंसीज माने कि कोन हैला फील ए डिजायर माने माने गोटे जिंसटा करिया पई तार लाइकिंगनेस देखाइबा दरकार लाइकिंग फॉर इट आमे जदि समस्ते मिसिके चाहिबा ब्लाइंड बिलीफ अगेंस्ट रे काम करिया पई सोसाइटी रे जदि समस्ते मिसिके चाहिबा ताहले सेटा बंद हेई परिबो जदि जणे चाहिबो आउ समस्ते चुप के ठिया हेबे ताहले सेटा केबे भी बंद हेबो नाही यार माने होची सेया बुझी परले समस्ते Yes, ma'am. Yes, ma'am. नेक्स्ट जीबा देखंतु ही आल्सो ओपाइन माने तांकर ओपिनियन एया थिला दैट देयर इज नो नेसेसिटी फॉर इंस्टीट्यूशनलाइज्ड डिसिप्लिन इंस्टीट्यूशनलाइज्ड माने कोन जोटा गोटे आमे गोटे इंडिपेंडेंटली जो कामटा करिबा without the help of any other peoples or any other institution members ता माने होला कोन इंस्टीट्यूशनलाइज्ड डिसिप्लिन माने आमे इंडिपेंडेंटली हम डिसिप्लिन टा को मेंटेन करिबा आमे इंडिपेंडेंटली जो कामटा करिबा तांको ओपिनियन ने निजे निज हिसाब रे काम करिबा दरकार समस्ते निजे निजे जदि इच्छा करिवे ताहले समस्ते मिसिकी गोटे कामटा को सक्सेस करि परिबे देखंतु conclusion ने कोन अछि it is clearly understood that he was the man of great values and determination related to his struggle for a better and free environment education to child ठीक अछि कोन कहिसंती से इट इज क्लियरली अंडरस्टूड आमे जहां भी पढिले एथरो क्लियरली आमे बुझी पारुचे he was the man of great values and determination related to his struggle से बहुत स्ट्रगल करिसंती लोक मानको सही हिसाब रे से तांको फिलोसॉफी टा को सेतिकी गुरुत्व देकी लोक मानको बुझाया पई चेष्टा करिसंती फॉर ए बेटर और फ्री एनवायरनमेंट गोटे बेटर आ गोटे फ्री एनवायरनमेंट क्रिएट करिबा पई किंबा गोटे फ्री एनवायरनमेंट एजुकेशन गोटे चाइल्ड को प्रोवाइड करिया पई सी तांको हिसाब रे स्ट्रगल करिसंती आ लोक मानको सही हिसाब रे करिबा पई मध्य माने कोन बतैचंती किंबा तांको बुझाइचंती ठीक अछि बुझी पारले समस्ते देन हमें देखिबा बी आर आंबेडकर तांको विषय रे कोन माने से कोन कहिचंती तांको फिलोसॉफी टा कोन देखंतु we need people who can see straight ahead and deep into the problems जो माने कि माने से कौन कहिचंती we need people जो माने कि हमें एमितिका लोकों को हमें आवश्यक करूचे जो माने कि straight ahead माने स्ट्रेटली जो सब जिंस को प्रैक्टिकली जो सब जिंस को देखि पारुथिबे गोटे प्रॉब्लम जदी हेइचे ता भितर डीपली इन्वॉल्व हेके तारा सॉल्यूशन काढिया पई चेष्टा करूथिबे these are the experts
ସେମାନଙ୍କୁ ଏକ୍ସପର୍ଟ କହିବା, ବଟ୍ वी also need peripheral unison, and experts are generally not very good at providing peripheral vision. Peripheral unison ର ମାନେ ଯାହା, peripheral vision ର ମାନେ ମଧ୍ୟ ସେଇଆ। peripheral vision ମାନେ ୟୁନିଫର୍ମ ର ମାନେ ହେଲା, unison ର ମାନେ ହେଲା କଣ, ତାର ଆକ୍ଚୁଆଲ ମିନିଂ ଯଦି ଆମେ ଦେଖିବା, ଡିକ୍ସନାରୀ ମିନିଂ ଯଦି ଆମେ ଦେଖିବା, ଯୋଉଟା କି ଆମେ କଣ କହିବା କି ସବୁଆଡକୁ ନଜର ଦବା, ଗୋଟେ ଲୋକଟେ ମୁଣ୍ଡ ନହେଲେ ଯୋଉ ଅପ୍ସ ଆଣ୍ଡ ଡାଉନ୍ସ କିମ୍ବା ସାଇଡ କୁ ଯୋଉ ସବୁ ଦେଖିପାରିବ, ସେଇ ଜିନିଷଟାକୁ ଆମେ ପେରିଫେରାଲ ଭିଜନ ବୋଲି କହିବା, କିନ୍ତୁ ଏଇଠି ଆମେ କହିବା ସେଣ୍ଟ୍ରାଲ ଆଟେନସନ। ଠିକ ଅଛି। ଇନ ଦ ଫିଲୋସଫି ପେରିଫେରାଲ ଭିଜନ ମିନ୍ସ ଦ ସେଣ୍ଟ୍ରାଲ ଆଟେନସନ, ମାନେ ସେ ସବୁଆଡକୁ ନଜର ଦଉଥିବ, ସେଣ୍ଟ୍ରାଲ ଆଟେନସନ ତାର ଥିବ, ସବୁଆଡକୁ ଦୃଷ୍ଟି ଦେଇକି ଯୋଉ କାମଟାକୁ ସେ କରୁଥିବ ଗୋଟେ ଲୋକଟେ, ସେଇଟାକୁ ଆମେ ପେରିଫେରାଲ ଭିଜନ ବୋଲି କହିବା। ବୁଝିପାରିଲେ ସମସ୍ତେ? ଲାଇଫ ସ୍କେଚ ପଢିବା, ତାଙ୍କର ଲାଇଫ ସ୍କେଚ କଣ ଥିଲା B.R. ଆମ୍ବେଦକରଙ୍କର? ହି ୱାଜ ବର୍ନ ଟୁ ରାମଜୀ ମାଲୋଜୀ ଶଙ୍କପାଲ, ତାଙ୍କ ବାପାଙ୍କ ନାଁ ଏଇଆ ଥିଲା, ଆଣ୍ଡ ଭୀମା ବାଇ, ଏଟା ବାଇ, ଭାଇ ନୁହେଁ, ଏଟା ବାଇ, ଠିକ ଅଛି। ଭୀମା ବାଇ ଆଟ ମୋ, ମାନେ ସିଏ ମୋ ଜାଗାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାଁ ଥିଲା ରାମଜୀ ମାଲୋଜୀ ଶଙ୍କପାଲ, ଆଉ ଭୀମା ବାଇ ଥିଲା ତାଙ୍କ ମାଙ୍କ ନାଁ। ହି ୱାଜ ଲାଷ୍ଟ ଆଣ୍ଡ 14th ଚାଇଲ୍ଡ ଅଫ ହିଜ ପ୍ୟାରେଣ୍ଟ, ସିଏ 14th ଚାଇଲ୍ଡ ଥିଲେ ତାଙ୍କ ପ୍ୟାରେଣ୍ଟସଙ୍କର, ଆଉ ସିଏ ଏକୁଟିଆ ହିଁ ସର୍ଭାଇଭ କରିଥିଲେ ଏବଂ 5, ଠିକ ଅଛି। ସିଏ ଜଣେ ହିଁ ବଞ୍ଚିକି ରହିଥିଲେ, ତାଙ୍କର ଆଡଲ୍ଟ ହୁଡ ପର୍ଯ୍ୟନ୍ତ ସେ ଜଣେ ହିଁ ସର୍ଭାଇଭ କରିଥିଲେ। ତାଙ୍କର 2 ଜଣ ସିଷ୍ଟର ଥିଲେ ଆଉ 2 ଜଣ ବ୍ରଦର ଥିଲେ। ହି ୱାଜ ଦ ମୋଷ୍ଟ ଲଭଡ ୱାନ ଇନ ହିଜ ଫ୍ୟାମିଲି, ତାଙ୍କୁ ସମସ୍ତେ ଭଲ ପାଉଥିଲେ ତାଙ୍କ ଫ୍ୟାମିଲିରେ। ତାଙ୍କ ବାପା ରିଟାୟାର୍ଡ କରିଥିଲେ କେବେ? ରିଟାୟାର୍ଡ କରିଥିଲେ, ସେ ଜଣେ ସୁବେଦାର ଥିଲେ। ସୁବେଦାର ମିନ୍ସ ସେଠି ହଉଛି ଆର୍ମି ଅଫିସର ସେ ଜଣେ ଥିଲେ, ଠିକ ଅଛି। ଥିଲେ, ସେ କଣ କରିଥିଲେ, ଆମ୍ବେଦକର ୱାଜ 2 years old, ଯେତେବେଳେ ଆମ୍ବେଦକରକୁ 2 ବର୍ଷ ହେଇଥିଲା, ସେତେବେଳେ ତାଙ୍କ ବାପା ରିଟାୟାର୍ଡ କରିଥିଲେ। କ୍ଲିୟର ସମସ୍ତେ? ତାଙ୍କର ଲାଇଫ ସ୍କେଚ କଣ ଥିଲା ଓଭରାଲ ମୁଁ କହିଦେଲି ଓଡିଆରେ। Yes, ma'am. ଠିକ ଅଛି, ଦେଖନ୍ତୁ ହିଜ ଏଜୁକେସନ, ତାଙ୍କର ଏଜୁକେସନ କଣ ଥିଲା ଦେଖନ୍ତୁ। ଦେଖନ୍ତୁ ହିଜ ଏଜୁକେସନ କଣ କହିଛନ୍ତି। He has graduated from ସରି ପିଲାମାନେ, 1 ମିନିଟ ପିଲାମାନେ, ଟିକେ ମୁଁ ଦେଖନ୍ତୁ ତାଙ୍କର ଏଜୁକେସନ କଣ ଥିଲା। He has graduated from Elphinstone College, ସେ ଏଲଫିନଷ୍ଟୋନ କଲେଜରୁ ଗ୍ରାଜୁଏସନ ସାରିଥିଲେ କେବେ? 1912 ରେ। MA କରିଥିଲେ ଇକୋନୋମିକ୍ସ ରେ ଫ୍ରମ କଲମ୍ବିଆ ୟୁନିଭରସିଟିରେ, ୟୁଏସ ର। ଇନ୍ 1915 ରେ ସେ MA କମ୍ପ୍ଲିଟ କରିଥିଲେ, and also did his PhD in 1916 ରେ, ତାଙ୍କର PhD କମ୍ପ୍ଲିଟ କରିଥିଲେ 1916 ରେ। He obtained DSc degree and was called to the bar in 1923. DSc degree ମାନେ କଣ? ଡକ୍ଟର ଅଫ ସାଇନ୍ସ, ସେ ଡକ୍ଟର ଅଫ ସାଇନ୍ସ କରିଥିଲେ, ଠିକ ଅଛି। He was and was called to the bar in 1923. bar in 19 ମାନେ ଏଠି ବାର ର ମିନିଂ ହଉଛି କଣ, ସିଏ ବାରିଷ୍ଟର ପଢିଥିଲେ, ଠିକ ଅଛି। ବାରିଷ୍ଟର ପଢିଥିଲେ ସେ। ଏକ୍ସାମ ପେପର ବି ଲାଇଫ ସ୍କେଚ ଲେଖା ହବ, ହଁ ଆପଣ ଯଦି ଚାହିଁବେ ଲେଖିପାରିବେ, କାହିଁକି ଲେଖିପାରିବେନି। ପ୍ରିୟା ରାଉତ ମ୍ୟୁଟ କରନ୍ତୁ। ବୁଝିପାରିଲେ ସମସ୍ତେ? ସେ ବାରିଷ୍ଟରୀ କରିଥିଲେ କେବେ? 1923 ରେ, ଆଉ ଡେଟ୍ ଟା ହଉଛି କେତେ? ଏପ୍ରିଲ 28, ଠିକ ଅଛି। ଏପ୍ରିଲ 28, 1923 ରେ ସେ ବାରିଷ୍ଟରୀ କରିଥିଲେ, ସେଥିପାଇଁ ଲେଖା ହେଇଛି ବାର ଇନ୍ 1923। ନେକ୍ସଟ ଦେଖନ୍ତୁ ହିଜ ୱାର୍କସ, ସେ କଣ କାମ କରିଥିଲେ ଦେଖନ୍ତୁ।
he wrote a thesis on ancient Indian trade. ସେ ancient Indian trade ଟାକୁ ମାନେ ancient Indian trade କୁ ଲେଖିଥିଲେ sorry he wrote a research paper entitled castes of India. Entitled ମାନେ କଣ? Entitled ମାନେ ମାନେ ଆମେ କଣ କହିପାରିବା, ଯୋଉଟା ଟ୍ରାଡିସନାଲ ସୋସିଆଲ ଷ୍ଟ୍ରକ୍ଚର ଆମର ରହୁଛି, ବହୁତ ସାରା କାଷ୍ଟ କୁ ଡିଭିଜନ କରୁଛି, ଠିକ ଅଛି। ଟ୍ରାଡିସନାଲି ଆମେ ବହୁତ ସାରା କାଷ୍ଟ କୁ ଡିଭିଜନ କରୁଛେ। ସ୍ପେସିଆଲି କାଷ୍ଟ ସେତେବେଳେ ଆସୁଥିଲା କଣ, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଏଇ ସବୁ କାଷ୍ଟ ଆସୁଥିଲା। ସେ ଏଇ ସବୁ ମାନେ କାଷ୍ଟ କୁ ଡିଫରେନ୍ସିଏଟ କରିବା ପାଇଁ ସେ କଣ କରିଥିଲେ, ଦେଖନ୍ତୁ ଆଗକୁ ସେ ପସନ୍ଦ କରିନଥିଲେ। in which he conclude that endogamous and intra-caste matrimony was the most important cause of perpetuation of the caste system in India. कौन कहिचंती? in which he conclude that endogamous माने तार मीनिंग होची कौन, गोटे होची जो मेंबर्स माने म्यारी करंती within the same caste, तार मीनिंग होची एंडोगेमस। आमे सेम कास्ट भितरे जो मैरिज टा होची तार टर्म टार ना होची एंडोगेमस, ठीक अछि। एई जिंसटा ही एंड इंट्रा कास्ट मैरिज, इंट्रा माने होची गोटे कास्ट भितरे, ठीक अछि। जो गोटे ब्राह्मण ही ब्राह्मण को मैरिज करबो एटा होची इंट्रा कास्ट, जदि गोटे ब्राह्मण गोटे क्षत्रिय को मैरिज कला सेटा होची इंटर कास्ट। बुझि परले समस्त इंट्रा और इंटर भितरे डिफरेंट टा कोन? इंट्रा कास्ट मैट्रिमोनी, हां ठीक अछि। Intra-caste matrimony was the most important cause of perpetuation of the caste system in India. Perpetuation of the caste system माने कोन? गोटे perpetuation माने गोटे जिनसटे गोटे long time धरिके कंटिन्यू हबा, लाइक गोटे आमे गोटे माइथ कहि परिबा, गोटे ट्रेडिशन कहि परिबा। एटा को आमे स्पेशली एठी गोटे बैड सिचुएशन बोली तांको मतरे से कहिचंदी, ठीक अछि। इंट्रा-कास्ट मैरिज सिस्टम रा माने इंट्रा-कास्ट मैट्रिमोनी सिस्टम जहा भी हमर रहिची सेटा को तांको मतरे से गोटे बैड सिचुएशन बोली एठी डिटरमाइन करिचंदी। He lived a very disciplined and economic life and solved his scholarship money also for his family. गोटे डिसिप्लिन मैनर रे से बंचिवा ପାଇଁ कि चेष्टा करूथिले, तांको इकोनॉमिक कंडीशन को मेंटेन करिया ପାଇଁ से जो स्कॉलरशिप पाउथिले, जो स्कॉलरशिप मनी से पाउथिले, तांको फैमिली को से मनीटा से हेल्प करूथिले। क्लियर समझते ही पर्यंत? मैम यस मैम। नेक्स्ट देखंदु, his philosophy, metaphysics, epistemology, axiology। मो वॉइस क्लियर अछि समस्त को? यस मैम। मैम क्लियर। मैम किछि सुबुनी, शुभस्मिता बारिक। मे भी आपनकर किछि नेटवर्क इशू थिबो, समस्त को क्लियर अछि ना? यस मैम। हां ठीक अछि, क्लास कंटिन्यू करिबा। क्लास आज्ञा मैम। ओ अच्छा अच्छा, ठीक अछि ठीक अछि। देखंतु हिज फिलोसफी, हाँ ऑल क्लियर चलिबा। चलो, मेटाफिजिक्स और रियलिटी, एपिस्टेमोलॉजी, एक्जियोलॉजी, ए तीनटा तक टर्म फास्ट यूनिट रो जो आपनकर रहिची नेचर स्कोप, एइथरे माने मो डिटेल्स रे कहिची। मेटाफिजिक्स, एपिस्टेमोलॉजी मो आउथरे टिके टिके कहि दोची। मेटाफिजिक्स रा माने होची कोन? गोटे रियलिटी और जोटा हमरो सोसाइटी रे ऑलरेडी एक्जिस्टेंस माने एक्जिस्ट करूची विथ ए पर्टिकुलर लॉजिक और गोटे रीजनिंग यूज करके जहाँ आमे करूचे सेटा को आमे मेटाफिजिक्स कहिबा। गोटे लॉजिक यूज करके जो जिंसटा आमे करूचे, गोटे जिंसटे करिया पछरे गोटे पर्टिकुलर लॉजिक थिबा दरकार, गोटे रीजन थिबा दरकार, जोटा कि माने रियलिटी हबा दरकार। प्राकृतिक भाबरे आमे सेटा गोटे रियल लाइफ एग्जांपल जति आमे कहि परिबा, रियलिटी थिबा दरकार से जिंसरे, सोसाइटी रे सेटा एक्जिस्ट करथबा दरकार। सेई टर्म सेई जिंसरा माने होची कोन? मेटाफिजिक्स और रियलिटी जोटा लिखा हिची। एपिस्टेमोलॉजी रो माने कोन? एपिस्टेमोलॉजी रो माने होची थ्योरी ऑफ नॉलेज। क्लियर? थ्योरी ऑफ नॉलेज माने होची कोन? जोटा गोटे गोटे पर्टिकुलर मेथड थिबो,
गोटे भैलिड रीजन थिबो गोटे स्कोप दिया होथिबो माने गोटे बिलीफ को जस्टिफाई करूथिबो गोटे स्ट्रांग ओपिनियन थिबो एई सब जिनिस को हमें कोन कहबा एपिस्टेमोलॉजी बोली कहबा एक्जियोलॉजी रो माने कोन एक्जियोलॉजी रो होची थियोरी ऑफ वैल्यू गोटे मूल्य गोटे माने गोटे वैल्यू रो थियोरी टा को ही हमें कहबा एक्जियोलॉजी जोटा कि कोन करूथिबो से वैल्यू रो नेचर हैला तार टाइप्स हैला एई सब को डिटरमाइन करूथिबो तार मीनिंग होची एक्जियोलॉजी ओवरऑल टिके टिके मो तीनटा जाक पॉइंट रो मीनिंग कहि देली आई होप समस्त बुझी पारथिबे Yes, ma'am. यस Yes, ma'am. देखंतु तांगर एम कोन थिला ह्यूमन लिबरेशन फ्रॉम सप्रेशन ह्यूमन लिबरेशन फ्रॉम सप्रेशन माने कोन गोटे फ्रीली लिविंग हमें जोटा कहि परिबा गोटा गोटे इंडिविजुअल को हमें गोटे पीपल को गोटे किंबा गोटे मनुष्य को हमें फ्रीली छाड़िबा ताको सेति की फ्रीडम दबा आउ से फ्रीडम रे गोटे लिमिट मध्य थिबा दरकार जेमिति हमें कहूचे हमें जहां भी करिबा हमें जहां भी करूचे सब जिंस रो गोटे लिमिट रहिबा दरकार सेई जिंस आमे फ्री दबा किंतु सब फ्रीडम रो गोटे लिमिट थिबा दरकार से सेटा को पोटेंशियल तार वेल पोटेंशियल सहित से जिंसटा करूथिबा दरकार वेल बीइंग होथिबा दरकार ता माने होची कोन ह्यूमन लिबरेशन फ्रॉम द सप्रेशन बुझी परले समस्त ए टर्म टा सेकंड टर्म होची कोन सोशल एंड इंडिविजुअल एम सोशली आ इंडिविजुअली गोटे लोकर कोन एम हबा दरकार मोराल एम मोराल माने कोन आमे चूज करबा कोटा राइट कोटा रॉन्ग ता माने होची मोराल एम मोराली आमे से जिंसटा चूज करबा आमे जो कामटा करूचे किंबा जहा करबा पई जाउचे सेटा केते दूर ठीक केते दूर भूल आमे जदि गोटे जिंसटे जण को कहूचे आमे केते दूर ठीक कहूचे केते दूर भूल कहूचे सेटा आमे निजे माने माने जानि परथबा दरकार देन कोन कहला डेवलपमेंट ऑफ रेशनैलिटी हमर रेशनैलिटी टा को माने हमर न्याचुरालिटी टा को हमें डेवलप करबा दरकार आमे जहां बिहेवियर देखौचे किबा जहां भी करूचे ताको हम भीतर हमें डेवलप आनिबा दरकार वोकेशनल एम कोन वोकेशनल एम माने होची गोटे पर्टिकुलर गोल प्रोवाइड करे गोटे इंडिविजुअल को गोटे स्पेसिफिक कैरियर पई हो किंबा गोटे स्पेसिफिक रीजन पई हो गोटे पर्टिकुलर गोल प्रोवाइड करे गोटे ह्यूमन को तार माने होची वोकेशनल एम प्रैक्टिकली गोटे स्किल थिबा दरकार प्रैक्टिकली गोटे नॉलेज थिबा दरकार जोटा कि गोटे वोकेशनल एम प्रोवाइड करिबो गोटे पिला को तार माने होची वोकेशनल एम प्रैक्टिकली जो जिंसटा को भाबुथिबो प्रैक्टिकली जो जिंसटा को से जानि पारुथिबो किंबा करि पारुथिबो गोटे स्पेसिफिक कैरियर को से चूज करि पारुथिबो गोटे स्पेसिफिक गोल को ता गोल ताको प्रोवाइड करि पारुथिबो तार मीनिंग होची कोन वोकेशनल एम क्लियर सब जाको एम रा मीनिंग कोन Yes, ma'am. Yes, ma'am. Yes, नेक्स्ट हां ठीक अछि वेरी गुड नेक्स्ट छिबा गोटे टीचर रा रोल एटी कोन रहबा देखंतु टीचर प्ले ए वाइटल रोल व्हिच कैन नॉट बी सब्स्टिट्यूटेड बाय एनीथिंग एल्स जोटा कि आमे केबे भी रिप्लेस करि परिबा नाही गोटे टीचर रो रोल जहा रहिबो गोटे स्टूडेंट लाइफ रे गोटे टीचर रो रोल इज वेरी इंपोर्टेंट ठीक अछि आपण माने समस्त फील करथिबे आपण मानकर भी निजर जने जने फेवरेट टीचर थिबे तांको रोल टा आपनको लाइफ रे केते इंपोर्टेंट माने आपण सेटा बेटर जानि पारिथिबे ठीक अछि एटा Yes. किए गारौचंती एटा मते टिके कहिबे टिके एते थोर मना करबा परे मध्य आपण माने सुनु नाहंदी गोटे कथा ए जिंसटा बहुत डिस्टर्ब करूची क्लास रे म आपण मानको स्टार्टिंग रो कहिची मोर देह भलो नाही तथापि आपनको क्लास मिस न हो मु सेति पई क्लास टा करूची आपण मानकर काइंडली टिके कोऑपरेट करंतु टिके सपोर्ट करंतु मु जहा कहूचे टिके सुनंतु आपण माने सुनो ही नाहंदी किए से गारौचंदी मते टिके कहिबे कि सैमसंग समथिंग किछि लेखा आइछि देखंतु गोटे टीचर रो रोल गोटे वाइटल रोल प्ले करे टीचर जोटा कि हमें सब्स्टिट्यूट करि परिबानी एनीथिंग एल्स ही फेल्ट द टीचर शुड बी ए ट्रूथफुल हेलो टीचर जहा भी कहंदी हेलो कुहंतु के किछि कहया पई चाहुचंती मैम एम्स आउट के बुझंतो थरे
କୋଉ ପଏଣ୍ଟ ଟା पर्टिकुलर କହିବେ ମୁଁ ସବୁ ଯାକ ପଏଣ୍ଟ ଏବେ ଡିटेल्स ରେ ବୁଝେଇଲି। ଆଜ୍ଞା ଫାର୍ଷ୍ଟ ପଏଣ୍ଟ ଟା ଆଉ ଯୋଉ 4 ନମ୍ବର ପଏଣ୍ଟ ଟା ଦିଟା ହଁ ଶୁଣନ୍ତୁ ଆଜ୍ଞା ହ୍ୟୁମାନ ଲିବରେସନ ଫ୍ରମ ସପ୍ରେସନ ର ମାନେ ହଉଛି ଆମେ ଫ୍ରିଲି ଗୋଟେ ଇଣ୍ଡିଭିଜୁଆଲ କୁ ଛାଡିବା ଦରକାର ଗୋଟେ पर्टिकुलर କାମ କରିବା ପାଇଁ ତାକୁ ସେତିକି ଫ୍ରିडम ଦବା ଦରକାର ଜାଣିବା ଦରକାର ତାର ପୋଟେନସିଆଲ ଅଛି ସେ କାମ କରିବା ପାଇଁ ସେ ୱେଲ ବିଙ୍ଗ ସେ କାମ କରିବା ପାଇଁ ଆମେ ଫ୍ରିडम ଦବା ଦରକାର କିନ୍ତୁ ସେଇ ଫ୍ରିडम ର ଗୋଟେ पर्टिकुलर ଲିମିଟ ଥିବ ସେଇ ଜିନିଷଟାକୁ ଆମେ କଣ କହିବା ହ୍ୟୁମାନ ଲିବରେସନ ଫ୍ରମ ସପ୍ରେସନ ବୋଲି କହିବା ସେ ଟର୍ମ ଟାକୁ ଆମେ ସେୟା କହିବା ଠିକ ଅଛି ଡେଭଲପମେଣ୍ଟ ଅଫ ରେସନାଲିଟି ମାନେ କଣ ଆମେ ନ୍ୟାଚୁରାଲି ଯୋଉ ଜିନିଷଟା କରୁଛେ ରେସନାଲି ଯୋଉ ଜିନିଷଟାକୁ ଆମେ ଭାବୁଛେ ଠିକ ଅଛି ପ୍ରାକ୍ଟିକାଲି ଯୋଉ ଜିନିଷଟାକୁ ଆମେ ଦେଖୁଛେ କିମ୍ବା ଯୋଉ ବିହେଭିୟର ଟାକୁ ଆମେ ଦେଖୁଛେ ମୁଁ ଏବେ କୋଉ ୱେ ରେ ଆପଣମାନଙ୍କ ସାଙ୍ଗରେ କଥା ହଉଛି ଆପଣ କୋଉ ୱେ ରେ ଆପଣ ମୋ ସାଙ୍ଗେ କଥା ହଉଛନ୍ତି ଯଦି ସେଇଟା ଆମେ ଚାହିଁବା ଆମେ ଭାବିବା କି ନାଇଁ ଆମର ୟାଥିରେ ଟିକେ ଡେଭଲପମେଣ୍ଟ ଆଣିବା ଦରକାର ଆମେ ସେଥିରେ ଡେଭଲପମେଣ୍ଟ ଆଣିବା सोसाइटी ଆମେ ବହୁତ ସାରା ଲୋକଙ୍କ ସାଙ୍ଗରେ ମିଶୁଛେ ବହୁତ ସାରା ଭେରାଇଟି ଟାଇପ ଅଫ ପିପଲଙ୍କ ସାଙ୍ଗରେ ଆମେ ଆଟାଚ ହଉଛେ ଆମେ ଜାଣିବା କି କୋଉ ଲୋକଙ୍କୁ ଆମେ କୋଉ ଟାଇପ ର ବିହେଭ କରିବା ଦରକାର ଆପଣମାନେ ଆପଣମାନଙ୍କ ସାଙ୍ଗଙ୍କ ସାଙ୍ଗରେ ଯେମିତି କଥା ହଉଛନ୍ତି ଆପଣମାନେ ଆପଣଙ୍କ ଟିଚରଙ୍କ ସାଙ୍ଗରେ ସେମିତି କଥା ହଉନାହାନ୍ତି ବୁଝିପାରିଲେ ଯଦି ଆପଣମାନେ ସେଇଥିରେ ଡେଭଲପମେଣ୍ଟ ଆଣୁଛନ୍ତି ତାହେଲେ ଆପଣମାନଙ୍କ ପାଇଁ ସେଟା ବେଟର ଯୋଉଟା କି ଆମେ ରେସନାଲି ଆମ ଭିତରେ ସେଟା ଡେଭଲପ ଆଣିବା ନ୍ୟାଚୁରାଲି କିମ୍ବା ପ୍ରାକ୍ଟିକାଲି ଯୋଉ ଡେଭଲପମେଣ୍ଟ ଆମ ନିଜ ଭିତରେ ଆଣିବା ସେଇଟାକୁ କୁହାଯାଏ ଡେଭଲପମେଣ୍ଟ ଅଫ ରେସନାଲିଟି କ୍ଲିୟର Yes, ma'am. ଓକେ Yes, ma'am. ଦେଖନ୍ତୁ टीचर ମୁଁ ପଢଉଥିଲି he felt the teacher should be truthful टीचर ମାନେ ଯାହା ବି କହୁଛନ୍ତି ସେଇଟା ସତ ବୋଲି ସେ ଫେଲ୍ କରନ୍ତି ମାନେ ଫିଲ୍ କରନ୍ତି the teacher should be a seeker of knowledge ଯେ seeker of knowledge ମାନେ କଣ ମାନେ ବହୁତ ସାରା knowledge ର ଅଧିକାରୀ ଯୋଉ ହେଇଥାନ୍ତି ସେଇଟା ତାଙ୍କୁ ହିଁ ଆମେ ଗୁରୁ ବୋଲି କହିବା ଅଦର ଟିଚର ବୋଲି କହିବା should have authority on his area of subject ମାନେ ଯଦି ଗୋଟେ ଜଣେ ଇଂଲିଶ ପଢଉଛନ୍ତି ଜଣେ ଇଂଲିଶ ଟିଚର ନିହାତି ଭାବରେ ସିଏ ଇଂଲିଶରେ ତାଙ୍କର ଅଥରିଟି ଅଛି ଗୋଟେ ଗ୍ରେଟ୍ ଅଥରିଟି ଅଛି ସେ ଭଲସେ ଇଂଲିଶ ଟାକୁ ବୁଝିଛନ୍ତି ଆଉ ବୁଝିଛନ୍ତି ବୋଲି ସେ ଇଂଲିଶ ଟାକୁ ବେଟର ୱେରେ ପଢେଇ ପାରୁଛନ୍ତି ପିଲାଙ୍କୁ ଠିକ ଅଛି ବୁଝିପାରିଲେ ସମସ୍ତେ ଗୋଟେ ଟିଚର ରୋଲ କଣ ରହିବା ଦରକାର ଆଜ୍ଞା Yes, ma'am. Thank you. ଓକେ Yes, ma'am. ମ୍ୟାମ୍ ଟିଚରଙ୍କର ଆଉ କିଛି କଣ ରୋଲ ନାହିଁ କେବଳ ପାଠ ପଢିବା ରୋଲ ସାର୍ ଏଠି ଯାହା ବି ଲେଖା ହେଇଛି ମୁଁ ଆପଣମାନଙ୍କୁ ପଢଉଛି ଟିଚରଙ୍କର ଗୋଟେ ଷ୍ଟୁଡେଣ୍ଟ ଲାଇଫରେ କଣ କଣ ରୋଲ ଥାଏ ଆପଣ ମତେ ନିଜେ କୁହନ୍ତୁ ଆପଣଙ୍କ ଟିଚରଙ୍କର ଆପଣଙ୍କ ଲାଇଫରେ କଣ କଣ ରୋଲ ଥାଏ ଆପଣ କଣ ଫିଲ୍ କରିଛନ୍ତି ମତେ କୁହନ୍ତୁ ପେଡାଗୋଜିକାଲି ଥିଙ୍କ କରିକି ପେଡାଗୋଜିକାଲି ଜିନିଷଟାକୁ ଭାବିକି ମତେ କୁହନ୍ତୁ ଟିଚର ସୁଡ ବି ଏ ଫ୍ରେଣ୍ଡ ଫର ଏଭ୍ରି ଷ୍ଟୁଡେଣ୍ଟସ୍ ଆପଣ ମାନେ ଜାଣିଛନ୍ତି ଟିଚର ମାନଙ୍କର ଗୋଟେ ଫ୍ରେଣ୍ଡଲି ବିହେଭିୟର ରହିବା ଦରକାର ଯୋଉଟା କି ଆମେ ପେଡାଗୋଜିକାଲ ୱେରେ ଜାଣିବା ଫିଲୋସଫିକାଲ ୱେରେ ଦେଖନ୍ତୁ ସରି ଦେଖନ୍ତୁ ବି ଆର୍ ଆମ୍ବେଦକରଙ୍କ ମତରେ ଗୋଟେ ଟିଚରର ରୋଲ କଣ ହବା ଦରକାର ସେ ସେତିକି ଲେଖିଛନ୍ତି ମୁଁ ଆପଣମାନଙ୍କୁ ସେତିକି ବୁଝେଇଲି ଗୋଟେ ଟିଚରର ରୋଲ ଗୋଟେ ଷ୍ଟୁଡେଣ୍ଟ ଲାଇଫରେ ଗୋଟେ ଭାଇଟାଲ ରୋଲ ପ୍ଲେ କରେ ଯୋଉଟା କି ସେ ଫାଷ୍ଟ ଲେଖିଛନ୍ତି ଟିଚର ପ୍ଲେସ୍ ଏ ଭାଇଟାଲ ରୋଲ ଗୋଟେ ମୁଖ୍ୟ ଭୂମିକା ପ୍ରେଜେଣ୍ଟ କରନ୍ତି ଗୋଟେ ଟିଚର ଗୋଟେ ଷ୍ଟୁଡେଣ୍ଟ ଲାଇଫରେ ନିହାତି ଭାବରେ ଆପଣଙ୍କ ଲାଇଫରେ ମଧ୍ୟ ଆପଣଙ୍କର କେହି ଜଣେ ଫେଭରାଇଟ ଟିଚର ଥିବେ ଯାହାଠୁ କି ଆପଣ ଇନ୍ସପାୟାର ହେଇଥିବେ ଆପଣଙ୍କର ଲାଇଫରେ ପଢିବା କ୍ଷେତ୍ରରେ ହଉ କିମ୍ବା ଗୋଟେ ଗୋଲ ମାନେ ଆପଣ ଗୋଟେ ଗୋଲ ସେଟ କରିଥିବେ ଗୋଟେ ମୋଟିଭେଟ ହେଇଥିବେ ବହୁତ ସାରା ଜିନିଷରେ ଆପଣ ମାନେ ଟିଚରଙ୍କ ସାଙ୍ଗରେ କନେକ୍ଟ ହେଇଥିବେ ସେଇଟା ଆପଣ ମାନେ ଗୋଟେ ଷ୍ଟୁଡେଣ୍ଟ ହିସାବରେ ବେଟର କହିପାରିବେ ଗୋଟେ ଟିଚରଙ୍କ ସାଙ୍ଗରେ ଆପଣ ମାନେ କୋଉ ଟାଇପ ର କନେକ୍ସନ ଆପଣ ମାନଙ୍କର ଅଛି ବୁଝିପାରିଲେ ସମସ୍ତେ ସିଏ ଏଇଠି କହିଛନ୍ତି ସିକର ଅଫ ନଲେଜ ବହୁତ ଗୁଡାଏ ନଲେଜ ର ଅଧିକାରୀ ହେଇଥାନ୍ତି ଗୋଟେ ସବଜେକ୍ଟ ଗୋଟେ ଟିଚର ଯାହା ପଢଉଛନ୍ତି ସେଇଟା ତାଙ୍କ ଅଥରିଟି ଭିତରେ ଅଛି ସେ ସେଟାକୁ ଭଲସେ ପଢିଛନ୍ତି କିମ୍ବା ଭଲସେ ବୁଝିଛନ୍ତି ଠିକ ଅଛି ସେଥିରେ ସେ ମାଷ୍ଟ୍ରି ସେଥିପାଇଁ ସେ ପିଲାମାନଙ୍କୁ ବହୁତ ଭଲସେ ପଢେଇ ପାରୁଛନ୍ତି କ୍ଲିୟର ସମସ୍ତେ ଗୋଟେ ଟିଚର ରୋଲ କଣ କହିବା ଦରକାର ଗୋଟେ ଷ୍ଟୁଡେଣ୍ଟ ଲାଇଫରେ ଆଜ୍ଞା ମ୍ୟାମ୍ Yes, ma'am. Yes, ma'am. ହଁ ଯିଏ ପଚାରୁଥିଲେ ଯୋଉ ସାର୍ ଆପଣ ବୁଝିଲେ ହ୍ୟାଲୋ Yes, ma'am. Yes. ହଁ ମ୍ୟୁଟ କରନ୍ତୁ ସମସ୍ତେ ଟିକେ
ଦେଖନ୍ତୁ କରିକୁଲମ କଣ କହିଛି ହି ସଜେଷ୍ଟେଡ ୟୁଟିଲାରିଟି ସରି ୟୁଟାଲି ହି ସଜେଷ୍ଟେଡ ୟୁଟିଲିଟାରିଆନ କରିକୁଲମ ୟୁଟିଲିଟାରିଆନ କରିକୁଲମ ର ମାନେ କଣ ଗୋଟେ ଏଜୁକେଶନାଲ ଆପ୍ରୋच ସେଇଟା ଯୋଉଟା କି ପ୍ରିପେୟାର କରେ ଗୋଟେ ଷ୍ଟୁଡେଣ୍ଟ କୁ ଗୋଟେ ପ୍ରାକ୍ଟିକାଲି ଗୋଟେ ଜିନିଷଟେ ଭାବିବା ପାଇଁ ପ୍ରାକ୍ଟିକାଲିଟିଜ ଅଫ ଲାଇଫ ମାନେ ଜୀବନରେ ପ୍ରାକ୍ଟିକାଲି ତମେ କଣ କରିପାରିବ ଯେହେତୁ ଆମେ ଫିଲୋସଫି ବିଷୟରେ ପଢୁଛେ ସେଟା ଲାଇଫ ଆଉ ଏଜୁକେଶନାଲ ଲାଇଫ ଉପରେ ବେଶୀ ସେ ମାନେ ଫୋକସ କରିଛନ୍ତି ପ୍ରାକ୍ଟିକାଲିଟିଜ ଅଫ ଲାଇଫ ଆମେ କହିପାରିବା ଗୋଟେ ଏଜୁକେଶନାଲ ଆପ୍ରୋच ଯୋଉଟା କି ଗୋଟେ ଷ୍ଟୁଡେଣ୍ଟ କୁ ଫୋକସ କରିବା ପାଇଁ ଚେଷ୍ଟା କରେ ପ୍ରିପେୟାର କରେ ଗୋଟେ ଷ୍ଟୁଡେଣ୍ଟ କୁ ପ୍ରାକ୍ଟିକାଲି ଲାଇଫ ଟା କଣ ପ୍ରାକ୍ଟିକାଲି ଆମେ ଜିନିଷଟା କଣ ଆମର ଘଟୁଛି ସେଇ ଜିନିଷଟାକୁ ଆମେ କଣ କହିବା ୟୁଟିଲିଟାରିଆନ କରିକୁଲମ ବୋଲି କହିବା ଠିକ ଅଛି ହି ୱାଜ ଏଗେନ୍ଷ୍ଟ କରିକୁଲମ ର ଓଡିଆ ହଉଛି ଯୋଉଟା ପର୍ଟିକୁଲାର ଓଡିଆ ତ କେହି ଜାଣିଛନ୍ତି ଆକ୍ଚୁଆଲି ମୁଁ ପାଠ୍ୟକ୍ରମ ହଁ 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 ଠିକ 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 ପାଠ୍ୟକ୍ରମ କୋ କରିକୁଲାର ଆକ୍ଟିଭିଟିଜ ଆପଣ ମାନେ ଜାଣିଥିବେ କରିକୁଲମ ଠିକ ଅଛି ପାଠ୍ୟକ୍ରମ ତାର ଓଡିଆ ହଉଛି ସେଇଆ ହି ୱାଜ ଏଗେନ୍ଷ୍ଟ ଇଣ୍ଟ୍ରୋଡ୍ୟୁସିଂ ଚାର୍କା ଇନ ପ୍ରାଇମେରୀ ସ୍କୁଲ୍ସ sorry which may deprive scheduled caste people of their curiosity ଚାର୍କା ଇନ ପ୍ରାଇମେରୀ ସ୍କୁଲ ମାନେ କଣ ସେ ଏଗେନ୍ଷ୍ଟ ରେ ଥିଲେ ମାନେ ଗୋଟେ କାଷ୍ଟ ୱାଇଜ ଇପ୍ସିତା ବାରିକ ପ୍ଲିଜ ସ୍କ୍ରିନରେ ଗାରନ୍ତୁ ନାହିଁ ଆପଣ ସେ ଯୋଉ ପେନ ର ଯୋଉ ସିମ୍ବଲ ଟା ଅଛି ସେଟା ୟୁଜ କାହିଁକି କରୁଛନ୍ତି ସେଟାକୁ ଟଚ୍ କାହିଁକି କରୁଛନ୍ତି ଆପଣ ମାନେ he was against introducing ଚାର୍କା ଇନ ପ୍ରାଇମେରୀ ସ୍କୁଲ ଚାର୍କା ଇନ ପ୍ରାଇମେରୀ ସ୍କୁଲ ମାନେ କଣ ଚାର୍କାର ମିନିଂ ହଉଛି ଆମେ ଯୋଉ କାଷ୍ଟ ୱାଇଜ ପିଲାମାନଙ୍କୁ ଡିଭାଇଡ କରିଦଉଛେ କିମ୍ବା ଯାହାବି ତୋର ଏଇ କାଷ୍ଟ ତାର ସେଇ କାଷ୍ଟ ସେ ସିଡ୍ୟୁଲ କାଷ୍ଟ ସିଏ ଜଣେ ଭଲ କାଷ୍ଟର ସେଇ ଜିନିଷଟାକୁ ଆମେ କ୍ଲାସରୁମ ରେ କରିବା ନାହିଁ ଠିକ ଅଛି ତାଙ୍କ ମତରେ ସେଇଆ ଥିଲା ବି ଆର୍ ଆମ୍ବେଦକରଙ୍କ ମତରେ which may deprive scheduled caste people of their curiosity ଯୋଉଟା କି ତାଙ୍କୁ ଡିପ୍ରାଇଭ କରିବ ମାନେ କଣ ଡିମୋଟିଭେଟ କରିବ ଗୋଟେ ପିଲାକୁ ସିଡ୍ୟୁଲ କାଷ୍ଟ ବୋଲି ଆମେ ତାଙ୍କୁ ଯଦି କହିଦେବା ସିଡ୍ୟୁଲ କାଷ୍ଟ ମିନିଂ ଆପଣ ମାନେ ଜାଣିପାରୁଥିବେ ଯେ ଯଦି ସେଇଟାକୁ ଆମେ ଡିଫାଇନ କରିଦେବା ଗୋଟେ ପିଲାକୁ ସିଏ କଣ କରିବ ଡିପ୍ରାଇଭ ହେଇଯିବ ତାର ଯାହା ବି କ୍ୟୁରିଓସିଟି ଥିବ ଶିଖିବା ପାଇଁ ଯୋଉ ବି ଆଗ୍ରହ ପ୍ରକାଶ କରୁଥିବ ସେଇଟାରୁ ସିଏ ଡିପ୍ରାଇଭ ହେଇଯିବ କ୍ଲିୟର ତାଙ୍କର କରିକୁଲମ କଣ ଥିଲା Yes, ma'am. Yes, ma'am. ଦେଖନ୍ତୁ ଏଜୁକେସନ ଡ୍ୟୁରିଂ ଜୈନିଜିମରେ ତାଙ୍କର ଏଜୁକେସନ ସିଷ୍ଟମ ଟା କଣ ଥିଲା ଦେଖନ୍ତୁ Jainism is much more ancient faith than Buddhism general ठीक ଅଛି और तीर्थांकर्स ମାନେ ଆମେ କଣ କହିବା ଯୋଉ ମାନେ ତୀର୍ଥ ମାନେ ଗୋଟେ ମାଇଥ ଆପଣ ମାନେ ଜାଣୁଥିବେ ମାନେ ବୁଝିପାରୁଥିବେ ତୀର୍ଥାଙ୍କର୍ସ ର ମାନେ କଣ ଆଉ ଦ ଫାଉଣ୍ଡର ଅଫ ଜୈନିଜିମ 24 ପ୍ରକାର ତୀର୍ଥାଙ୍କର୍ସ ଥିଲେ ଏଇଠି ମେ ବି ଲେଖା ହେଇଛି ହଁ ଦେୟାର ଆର 24 ତୀର୍ଥାଙ୍କର୍ସ ଇନ ଜୈନିଜିମରେ 24ଟା ପ୍ରକାର ତୀର୍ଥାଙ୍କର୍ସ ଥିଲେ ଠିକ ଅଛି ଯୋଉଟା କି ଆମେ କଣ କହିପାରିବା ସେ କଣ ଥିଲେ ସେ ମାନେ ଫାଉଣ୍ଡର ଥିଲେ ଜୈନିଜିମର ଫାଉଣ୍ଡର ଥିଲେ ତୀର୍ଥାଙ୍କର ମାନେ ଠିକ ଅଛି ଦେନ୍ କଣ କହିଲେ ରିଷଭନାଥ ୱାଜ ଫାଉଣ୍ଡର ଅଫ ଜୈନିଜିମ ରିଷଭନାଥ ହଉଛନ୍ତି ଜୈନିଜିମର ଫାଉଣ୍ଡର ଆଣ୍ଡ ଫାଷ୍ଟ ତୀର୍ଥାଙ୍କର୍ସ ରିଷଭନାଥ ହଉଛନ୍ତି ଯୋଉ 24 ଜଣ ତୀର୍ଥାଙ୍କର ଥିଲେ ରିଷଭନାଥ ହଉଛନ୍ତି ଫାଷ୍ଟ ତୀର୍ଥାଙ୍କର ଠିକ ଅଛି ଜୈନିଜିମର ଫାଉଣ୍ଡର ସମସ୍ତେ ଫାଷ୍ଟ ତୀର୍ଥାଙ୍କର ହଉଛନ୍ତି ରିଷଭନାଥ and he is the founder of Jainism ବୋଲି କୁହାଯାଉଛି ହ୍ୟାଲୋ ଠିକ ଅଛି ହଁ କୁହନ୍ତୁ ମ୍ୟାମ୍ 24 ପ୍ରକାର ତୀର୍ଥାଙ୍କର ଥିଲେ ନା 24 ଜଣ ତୀର୍ଥାଙ୍କର ଥିଲେ
24 ଜଣ 24 ଜଣ 24 ଜଣ ଥିଲେ। ସେଇଟା ଆପଣ ଆଜ୍ଞା ଦେଖିପାରିବେ ଗୁଗୁଲ ରେ 24ଟା ଏମିତି ଅଛି। ଆପଣ ଗୋଟେ ଇମେଜ ଦେଖିପାରିବେ। ମୁଁ ଆକ୍ଚୁଆଲି ଦେଖେଇ ପାରୁନି, ଆପଣଙ୍କୁ ଶୋ କରିପାରୁନି। ଆପଣ ଆଜ୍ଞା ମାନେ ସେଟା ଆଉ ଗୋଟେ ଦେଖିପାରିବେ 24। ହଁ, ଆଉ ଗୋଟେ କ୍ୱେଶ୍ଚନ 24 ଜଣ ଆପଣ ଥିଲେ। କହିଲେ ଆଜ୍ଞା ଯୋଉ କହିଲେ ଫାଉଣ୍ଡର ତ ଜଣେ କେବଳ ଥିଲେ ଋଷଭନାଥ, କିନ୍ତୁ ଏମାନେ ସମସ୍ତେ ଯୋଉ ତାଙ୍କର ପ୍ରଚାର ପ୍ରସାରରେ ତାଙ୍କର ସେମାନେ ହଁ 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 ଏକ୍ସାକ୍ଟଲି ଠିକ ଅଛି। ଦେନ୍ କଣ କହିଲା, ଦ ଲାଷ୍ଟ ତୀର୍ଥଙ୍କର ୱାଜ ବର୍ଦ୍ଧମାନ ମହାବୀର। ଫାଷ୍ଟ ତୀର୍ଥଙ୍କର ଆମେ କାହାକୁ ଜାଣିଲେ, ଋଷଭନାଥ ଥିଲେ ଫାଷ୍ଟ ତୀର୍ଥଙ୍କର। ଲାଷ୍ଟ ତୀର୍ଥଙ୍କରଙ୍କ ନାଁ ହଉଛି ବର୍ଦ୍ଧମାନ ମହାବୀର। ଠିକ ଅଛି, ତାର ଏମ୍ କଣ ଥିଲା ଦେଖନ୍ତୁ ଜୈନିଜିମ ର। Liberalism is implied in Jaina's system of education. This system stresses social, economic, moral and spiritual aim of education. Liberalism ମାନେ କଣ, ଯୋଉ ସିଷ୍ଟମ ଟା ସୋସିଆଲ, ଟିକେ ମ୍ୟୁଟ କରନ୍ତୁ, ମ୍ୟୁଟ କରନ୍ତୁ ସମସ୍ତେ। ବବିତା ବିଶ୍ୱାଳ ନା ମୁଁ ମ୍ୟୁଟ ଅଲ୍ ମାରି ଦଉଛି। Liberalism is implied in Jaina system of education. The system liberalism system ଟା ସେ ସିଷ୍ଟମ ଟା କୋଉଥିରେ ମାନେ କାହାକୁ implies ମାନେ ସରି କୋଉଟାକୁ ସେ ଡିଟରମାଇନ କରୁଛି, ଯୋଉ ସୋସିଆଲି, ଇକୋନୋମିକାଲି, ମୋରାଲି, ସ୍ପିରିଚୁଆଲି, ଏସବୁ ଆପଣ ମାନେ ବୁଝିପାରୁଥିବେ। ଇକୋନୋମିକାଲି ଆମେ କୋଉଟାକୁ କହିବା, ଆମେ ଇକୋନୋମିକ ଷ୍ଟାଟସ ଯୋଉଟା ଆମେ କହିବା ଫାଇନାନ୍ସିଆଲି ହେଲା। ସୋସିଆଲି ତ ଆପଣ ମାନେ ବୁଝିପାରୁଛନ୍ତି। ମୋରାଲି ମୁଁ ଆପଣ ମାନଙ୍କୁ କହିଥିଲି, ମୋରାଲ ର ମିନିଂ ହଉଛି ଚୁଜ୍ ହ୍ୱାଟ, ମାନେ କୋଉଟା ରଙ୍ଗ ଆଉ କୋଉଟା ରାଇଟ। ସ୍ପିରିଚୁଆଲ ଥିଙ୍ଗ ଆପଣ ମାନେ ଜାଣିପାରୁଛନ୍ତି। ଏଇ ସବୁ ଜିନିଷକୁ ଡିଟରମାଇନ କରୁଛି କଣ, ଜୈନ ସିଷ୍ଟମ ଟା। ଦେନ୍ କରିକୁଲମ କଣ, ଜୈନ କରିକୁଲମ ଇନକ୍ଲୁଡ୍ସ social science, social science କୁ ସେ ଇନକ୍ଲୁଡ କରେ, ନ୍ୟାଚୁରାଲ ସାଇନ୍ସ କୁ ଇନକ୍ଲୁଡ କରେ, ମୋରାଲ ଏଜୁକେସନ, ଭୋକେଶନାଲ ଏଜୁକେସନ, ଏଇ ସବୁର ମିନିଂ ମୁଁ ଆପଣ ମାନଙ୍କୁ ଟିକେ ପୂର୍ବରୁ ସବୁ କହିସାରିଛି, ୟାର ମିନିଂ ସବୁ କଣ। and various co-curricular activities and yoga exercise. ବହୁତ ଟାଇପ ର co-curricular activities କୁ କଣ କରେ, ମାନେ ସିଏ ଏଜୁକେସନ, ତା ଏଜୁକେସନ ସିଷ୍ଟମରେ ସେ କହିଛନ୍ତି ବହୁତ ସାରା co-curricular activities ରହିବା ଦରକାର। ୟୋଗା ଆଉ ଏକ୍ସରସାଇଜ ମଧ୍ୟ ଗୋଟେ ଏଜୁକେସନ ସିଷ୍ଟମରେ, ଗୋଟେ କରିକୁଲମରେ ରହିବା ଦରକାର। ଦେନ୍ ଆସିଲା କଣ, ମେଥଡସ୍ ଅଫ ଟିଚିଂ। The system emphasized socialized technique, experiments, learning by doing, coordination, etc. ଗୋଟେ socialized technique ରହିବା ଦରକାର ଗୋଟେ ଏଜୁକେସନ ସିଷ୍ଟମ ର। ଠିକ ଅଛି, ଗୋଟେ socialized technique ମାନେ କଣ, ମାନେ ଆମେ ରିଅଲ ଲାଇଫ ରେ ଯାହା ସବୁ ଘଟୁଛି, ସୋସାଇଟିରେ ଯାହା ସବୁ ଘଟୁଛି, ତାର ଟେକ୍ନିକ କୁ ନେଇକି, ତାର ଟେକ୍ନିକ କୁ ୟୁଜ କରିକି ଆମେ ଏଜୁକେସନ ସିଷ୍ଟମ ଟାକୁ ଆହୁରି ଇଜି କରିବା ଦରକାର, ଆହୁରି ଇଣ୍ଟରେଷ୍ଟିଂ କରିବା ଦରକାର। ଆମର କ୍ଲାସରୁମ ଏନଭାରମେଣ୍ଟ କୁ କିଛିଟା ଏକ୍ସପେରିମେଣ୍ଟ କରିବା ଦରକାର। ଲର୍ଣ୍ଣିଂ ବାଇ ଡୁଇଂ, କୋଅର୍ଡିନେସନ ମାନେ କଣ, ଆମେ ଯୋଉ ଜିନିଷଟା କରି କରି ଶିଖିବା, ସେ ଜିନିଷଟାକୁ ଆମେ କହିବା ଲର୍ଣ୍ଣିଂ ବାଇ ଡୁଇଂ। ପ୍ରାକ୍ଟିକାଲି ଗୋଟେ କାମଟେ କରିବା, ପ୍ରାକ୍ଟିକାଲି ଗୋଟେ ଜିନିଷଟେ କରିକି ଆମେ ଶିଖିବା, ସେଇଟାକୁ ଆମେ କହିବା ଲର୍ଣ୍ଣିଂ ବାଇ ଡୁଇଂ। ଦେନ୍ ଏଠି ଟିଚରଙ୍କର ରୋଲ କଣ ରହିବ, ଇନ ଜୈନିଜିମ୍ ଗୁରୁସ୍ ଆର୍ କନସିଡର୍ଡ ଆଜ୍ ଗଡ। ସେ ଗୁରୁଙ୍କୁ ଭଗବାନ ବୋଲି ମାନନ୍ତି। ଜୈନଙ୍କର ଫିଲୋସଫିରେ, ଜୈନିଜିମ ର ଫିଲୋସଫିରେ ସେ ଗୁରୁଙ୍କୁ ତାଙ୍କ ଭଗବାନ ବୋଲି ମାନନ୍ତି। ଡିସିପ୍ଲିନ, ସେଲ୍ଫ ଡିସିପ୍ଲିନ ଆଣ୍ଡ ସେଲ୍ଫ ରିଷ୍ଟ୍ରେଣ୍ଟ, ମାନେ ସେଲ୍ଫ ମାନେ ଆମେ ନିଜେ ନିଜେ ହିଁ ଡିସିପ୍ଲିନ ରହିବା। ସେଇ ଜିନିଷଟା ହିଁ ହଉଛି ଜୈନିଜିମ ଫିଲୋସଫିରେ, ସେଇଟା କହିଛନ୍ତି ଯଦି ଜଣେ ନିଜେ ଚାହିଁବ ସେ ନିଜେ ଡିସିପ୍ଲିନ ରହିପାରିବ। ମେରିଟ୍ସ କଣ, ଇଟ ଇଜ ହାଇଲି ଡିସିପ୍ଲିନ ଆଣ୍ଡ ପ୍ରପୋଜଡ ଭାଲ୍ୟୁ ବେସ୍ଡ ଏଜୁକେସନ। ମାନେ ହାଇଲି ଡିସିପ୍ଲିନ ମ୍ୟାନର କୁ ସେ ମାନେ ବେଶୀ ଗୁରୁତ୍ୱ ଦେଇଛନ୍ତି। ଠିକ ଅଛି, ଭାଲ୍ୟୁ ବେସ୍ଡ ଏଜୁକେସନ ମାନେ ଯୋଉ ବି ଏଜୁକେସନ ଆମେ ଦବା, କିମ୍ବା ଯାହାବି ଆମେ ଏଜୁକେସନ, ଆମେ ଯାହାବି ପଢିବା, ତାର ଭାଲ୍ୟୁ ରହିବା ଦରକାର, ତାର ଗୋଟେ ପର୍ଟିକୁଲାର ମୂଲ୍ୟ ରହିବା ଦରକାର। ଡିମେରିଟ୍ସ କଣ, ଇଟ ଇଜ ଗିଭେନ ମୋର ଏମ୍ଫାସିସ ଅନ ଡିସିପ୍ଲିନ। ଡିସିପ୍ଲିନ କୁ ବହୁତ ଗୁରୁତ୍ୱ ଦେଇଛନ୍ତି, ସେଇଟା ମଧ୍ୟ ଡିମେରିଟ। ଆମେ ଡିସିପ୍ଲିନ କୁ ଗୁରୁତ୍ୱ ଦବା, ଏତେ ବି ଗୁରୁତ୍ୱ ଦବାନି ଯୋଉଥିପାଇଁ କି ଆମର କ୍ଲାସରୁମ ଟା ଆମର ପାସିଭ ହେଇଯିବ, ବୁଝିପାରୁଥିବେ।
ଆମେ ସେତିକି ସେମାନେ କଣ କରିଛନ୍ତି ସେ ମୋର emphasis on discipline which cannot be possible to practice। ଯେତେବେଳେ ବି ପ୍ରାକ୍ଟିସ କରୁଛେ ଗୋଟେ ଜିନିଷଟେ ପ୍ରାକ୍ଟିକାଲ କରୁଛେ କିମ୍ବା ଗୋଟେ ଜିନିଷଟେ ପ୍ରାକ୍ଟିସ କରୁଛେ ସେତେବେଳେ ଡିସିପ୍ଲିନ ରହିବ, କିନ୍ତୁ ଏତେ ବି ପସିବଲ ନୁହେଁ ଆମ ଭିତରେ ରଖିବାଟା। ସେଇଟା ଗୋଟେ ଡିମେରିଟ ତାଙ୍କ ଥିଓରିରେ। ଠିକ ଅଛି, ଦେନ୍ ଦେଖିବା କଣ ଏଜୁକେସନ ଡ୍ୟୁରିଂ ବୁଦ୍ଧିଜୀବୀ ଆମେ ନେକ୍ସଟ କ୍ଲାସରେ ପଢିବା। ଠିକ ଅଛି, ଆଜିର କ୍ଲାସ ପାଇଁ ଏତିକି। ନେକ୍ସଟ କ୍ଲାସରେ ଆମେ ଏଇଟା ପଢିକି ଆଜ୍ଞା ଆମେ ଏଇ ମ୍ୟାମ୍। ୟୁନିଟ ଟାକୁ କମ୍ପ୍ଲିଟ କରିବା। ଥ୍ୟାଙ୍କ ୟୁ ଟୁ ଅଲ୍। Thank you ମ୍ୟାମ୍। କ୍ଲାସ ପାଇଁ ଏତିକି। ଆଜି ସମସ୍ତେ ବୁଝିପାରିଲେ? ନେକ୍ସଟ କ୍ଲାସରେ ଆମେ ବୁଦ୍ଧିଜିମ୍ ଟୁ କଣ୍ଟିନ୍ୟୁ କରିବା। ମ୍ୟାମ୍ ଗୋଟେ ଡାଉଟ୍ ଥିଲା ମ୍ୟାମ୍। କୁହନ୍ତୁ। ମ୍ୟାମ୍ ମୁଁ ପଚାରୁଥିଲି କି ଆମେ ଯେମିତି ନୋଟରେ ଯେମିତି ଲେଖା ହେଇଛି ସେଇ ହିସାବରେ ହିଁ ଏକ୍ସାମରେ ଲେଖିଲେ ହବ ନା ଆଉ କିଛି ହଁ ଏକ୍ସଟ୍ରା ଆଡ୍ ହବ, କରିବାକୁ ଆପଣ ମାନେ ପଡିବ? ଆଡ୍ ବି କରିପାରିବେ। ଆପଣ ମାନେ କଣ ଆପଣ ମାନେ ଓଡିଆରେ ବୁଝିଲେ ଜିନିଷଟା ଓନ୍ ଲାଙ୍ଗୁଏଜ ଦେଇକି ମଧ୍ୟ ଆପଣ ଆଡ୍ କରିପାରିବେ। ହ୍ୟାଣ୍ଡ ରିଟେନ୍ ନୋଟ ଟା ଆପଣଙ୍କୁ ଏଇଥିପାଇଁ ଦିଆଯାଇଛି କି ଆପଣଙ୍କର ଗୋଟେ ଓଭରଅଲ୍ ଆଇଡିଆ ଆସିଯିବ କି ଆପଣ ମାନେ ଏଇ ହେଡିଙ୍ଗ୍ସ ଦେବେ। ହେଡିଙ୍ଗ୍ସ ଆର୍ ଭେରି ଇମ୍ପୋର୍ଟାଣ୍ଟ ଇନ୍ ୟୋର ଏକ୍ସାମ। ଆପଣ ମାନେ ଜାଣିଛନ୍ତି ହେଡିଙ୍ଗ ଗୁଡା କେବେ ବି ମିସ୍ କରିବେନି, ସବୁ ହେଡିଙ୍ଗ ଗୁଡା ଦେବେ। ଯୋଉ ସବୁ ପଏଣ୍ଟସ ଗୁଡାକ ଅଛି ସେ ପଏଣ୍ଟସ ଗୁଡାକ ଆପଣ ମାନେ ମିସ୍ କରିବେନି। ଠିକ ଅଛି, ପଏଣ୍ଟସ ଗୁଡା ଭଲସେ ଲେଖିବେ, ହେଡିଙ୍ଗ ଦେବେ, ଆଉ ଆପଣ ମାନେ ଏଇ ନୋଟ୍ସ ଟା ପଢିଦେବେ। ଯଦି ଯଦି ଆପଣ ମାନେ ଯଦି ଚାହିଁବେ କିଛି ଏକ୍ସଟ୍ରା ଆପଣ ମାନେ ଆଡ୍ କରିକି ଓନ୍ ଲାଙ୍ଗୁଏଜରେ ଲେଖିବେ, ଦ୍ୟାଟ୍ସ ବେଟର। ଠିକ ଅଛି। ବଟ୍ ମ୍ୟାମ୍ ମାନେ ଏଇ ନୋଟ୍ସ ଟା ଯଦି ଲେଖିବୁ ଜଣେ ପିଲା ଯଦି ଲେଖୁଛି ତାହେଲେ ମାନେ ଏଇଟା ଏନଫ୍ ନା ନାଇଁ ସେଇଟା ପଚାରୁଛି। ଏନଫ୍ ମିନ୍ସ ଆପଣ ଥୋଡି ନା ନୋଟ୍ସ ଘୋଷିକି ଯିବେ, ନାଇଁ ବୁଝିପାରୁଛନ୍ତି? ହଁ, ଆଜ୍ଞା ଆପଣ ମାନେ ନୋଟ୍ସ ରୁ ପଢିକି ଯିବେ। ଆଜ୍ଞା। ଠିକ ଅଛି। ହଁ, ମ୍ୟାମ୍ ସବୁର ହେଡିଙ୍ଗ ରହିବ ନା? ହେଡିଙ୍ଗ ମାନେ ଗୁଡାକ ରଖିଦେଲେ ବେଟର ପ୍ୟାରାଗ୍ରାଫ ଆପଣଙ୍କ ୱାଇଜ ଏକ୍ସାମ ଲେଖିବୁ ମାର୍କ ନା ପାଇଁ। ପାରାଗ୍ରାଫ ୱାଇଜ ଲେଖିବୁ? ଆପଣ ମ୍ୟାମ୍ ଯେମିତି ଲେଖିଲେ ଚଳିବ, ପଏଣ୍ଟ ଟା ବେଶୀ ଆଟ୍ରାକ୍ଟିଭ ରହିବ ଆଇ ମ୍ୟାଡାମ ଥିଙ୍କ। ବୁକରେ ଯେମିତି ଦେଇଛି ତ ସେଠୁ ପଢିକି ନିଜେ ଆନାଲିସିସ୍ କରିକି ଲେଖିଲେ ତ ଚଳିବ ନା? ଆପଣ ମାନେ ଯେମିତି ଆପଣ ମାନଙ୍କ ଇଚ୍ଛା, ଆପଣ ମାନେ ଯେମିତି ବି ଲେଖିପାରିବେ ଏକ୍ସାମ ରେ। ଠିକ ଅଛି, ଆମେ ଗୋଟେ ଆଇଡିଆ ଦଉଛୁ, ଗୋଟେ ଜିନିଷ ଉପରେ ଗୋଟେ ବୁଝଉଛୁ। ଠିକ ଅଛି, ଆପଣ ମାନେ ବୁଝିଯିବେ ଜିନିଷଟାରେ ଆପଣ ଜାଣିଦେବେ। ଆପଣ ଜୈନିଜିମ୍ ପଢିଲେ ଜୈନିଜିମ୍ ରେ ଏଇ ଜିନିଷ କହିଛି, ଏଇ ପଏଣ୍ଟ କହିଛି। ଦେନ୍ ଆପଣ ମାନେ ବୁକ୍ ରୁ ରିଡିଙ୍ଗ କରନ୍ତୁ, ନୋଟ୍ସ ରୁ ରିଡିଙ୍ଗ କରନ୍ତୁ, କିମ୍ବା ଆପଣ ମାନେ ଏକ୍ସଟ୍ରା କିଛି ସୋର୍ସ ଅଛି ଯାହା ବି ଅଛି ଆପଣ ମାନେ ପଢନ୍ତୁ। ଆପଣ ଏକ୍ସାମ ରେ ଲେଖିବେ। ମ୍ୟାଡାମ ଟିକେ ଗୋଟେ କଥା ପଚାରିବାର ଅଛି ମ୍ୟାମ୍। ହଁ, ଟିକେ ଜଲ୍ଦି କୁହନ୍ତୁ ମ୍ୟାଡାମ। ମ୍ୟାଡାମ ମୋ ଭଏସ ଟିକେ ପଡି ଯାଇଛି। ମ୍ୟାମ୍ ହଁ କୁହନ୍ତୁ। ଆମର ବିଟ୍ ର ସ୍କୋରିଂ ଟା କେତେ ରହିଲେ ମାନେ କ୍ୟାରିୟର ପାଇଁ ଭଲ? ଦେଖନ୍ତୁ ମ୍ୟାଡାମ, ଏସବୁ ଆପଣ ମାନେ ଯୋଉଠି ଆଡମିସନ କରିଛନ୍ତି ସେଠି ଟିକେ ଆପଣ ମାନେ ବୁଝିଦେଲେ ବେଟର। ମତେ ଏତେ ଠିକ ସବୁ ଅଛି ଜଣା ଠିକ ନାହିଁ। ଅଛି ଠିକ ଅଛି, ଆପଣ ଠିକ ମାନେ ଅଛି ମ୍ୟାମ୍। ବୁଝିଦେବେ। ହଁ ଓକେ ଠିକ ମ୍ୟାମ୍ ଅଛି, ଥ୍ୟାଙ୍କ ୟୁ, ଓକେ ଗୁଡ ନାଇଟ୍ ଟୁ ଅଲ୍। ଥ୍ୟାଙ୍କ ୟୁ ମ୍ୟାମ୍ ଗୁଡ୍ ନାଇଟ୍। Thank you, ma'am.